ହୁଁ ମୋଗଲ ଜିଜିଆ କର। ହୁଁ ତ ହୁଁ ସେତେବେଳେ ସେ ବ୍ରାହ୍ମଣ ମାନେ କଣ କରିଥିଲେ, ସେ ମୋଗଲ କୁ ତ ଜଣା ନଥିଲା କିଏ ହିନ୍ଦୁ କିଏ କଣ, ହୁଁ ତ ସେ ସମସ୍ତଙ୍କ ଉପରେ ସେଇ କରଟା ଲାଗୁ କରିବା ପାଇଁ ଚାହୁଁଥିଲେ। ହୁଁ ତ ସେଇଠୁ ବ୍ରାହ୍ମଣ ମାନେ କଣ କଲେ ଯେ ଆମେ ହିନ୍ଦୁ ନୋହୁଁ, ଏଇମାନେ ଅର୍ଥାତ୍ ଏଇ SC ST OBC ମାନେ ହଉଛନ୍ତି ହିନ୍ଦୁ, ଆଉ ଏଇମାନଙ୍କୁ ଉପରେ ତମେ ଜିଜିଆ କର ଲଗାଅ। ଆଉ ଜିଜିଆ କର ବି ଯଦି ଆମେ ଇତିହାସ ଦେଖିବା ବ୍ରାହ୍ମଣ ଦେଇନି, ଅର୍ଥାତ୍ କୋଉ ଇତିହାସ ଟା କଥା କହୁଛନ୍ତି ଆପଣ? ଆଜ୍ଞା ଏଇ ମୋଗଲ ଯେତେବେଳେ ଥିଲା। ନାଇଁ ନାଇଁ ମାନେ ଏଇଟା ଯୋଉ ଆପଣଙ୍କ ଯୋଉ ନ୍ୟୁଜ ର ସୋର୍ସ ଟା କଣ, ମାନେ ମୋଗଲ କାଳରେ ତ ସେମିତି ମୁଁ ବି ବହୁତ ଇତିହାସ ଶୁଣିଛି। ହଁ ଆପଣ ଯୋଉଥିରୁ କହୁଛନ୍ତି ମାନେ କୋଉ ଇତିହାସ ବହିଟା ପଢିଛନ୍ତି ଯେ ଆପଣ କହୁଛନ୍ତି ଯେ ଏଇଟା ଲେଖା ହେଇଛି ବୋଲି? ଆଚ୍ଛା ତ ଯୋଉ ବାବର ଯୋଉ ଗୋଟେ ଲେଖି ନାହାନ୍ତି ତାଙ୍କର ନାଇଁ ଆତ୍ମକଥା, ବାବର ଯୋଉ ବାବର ନାମା। ଯୋଉ ନାଇଁ ନାଇଁ ଶୁଣନ୍ତୁ, ଆପଣ ଗୋଟେ କଥା ଯୋଉ କହୁଛନ୍ତି ହଁ ହେଲା, ତ ମୋ କହିବା କଥା ଧର ମୁଁ ଆପଣଙ୍କୁ କହିବି ଯେ ଆପଣ ଫାଷ୍ଟ କଥା ହଉଛି ଆପଣ ଆମ୍ବେଦକର ବାଦୀ ବୋଧେ ମେ ବି। ଆଜ୍ଞା ଆଜ୍ଞା। ହଁ ତ ମୁଁ ସେଇଟା ଖାଲି ମାନେ ପଚାରୁଛି, ଯେମିତି ଧର ମୁଁ ଗୋଟେ କଥା କହିବି, ଧର ପାର୍ଟିସନ ଅଫ ଇଣ୍ଡିଆ ଆମ୍ବେଦକର ଲେଖିଛନ୍ତି, ହଁ ଆଉ ସମ୍ପୂର୍ଣ୍ଣ ବାୟବାଟ ଆମ୍ବେଦକର ଲେଖିଛନ୍ତି, ସମ୍ପୂର୍ଣ୍ଣ ବାୟବାଟ ଜାଣିଛନ୍ତି ତ? ହଁ ହଁ ତ ସେମିତି ଏଇ ଯୋଉ ଜିନିଷଟା କହୁଛନ୍ତି ଯେ ଜଜିଆ କର ବ୍ରାହ୍ମଣ ହୁଁ ଇଏ କରିଥିଲେ, ତ ସେଇଟା ହୁଁ କୋଉ ଇତିହାସରୁ କହୁଛନ୍ତି? ସେମିତି ଇତିହାସରେ ତ ବହୁତ କିଛି ମାନେ ଅଛି, ଯେମିତି କି ସତ କି ମିଛ। ଆଉ ଯୋଉ ରହିଲା RTI ର କଥା, ମୁଁ ହୁଁ ହିନ୍ଦୁ ଶବ୍ଦ ଉପରକୁ ବି ଆସିବି, ହିନ୍ଦୁ କଣ ମୁଁ ସେଟା କହିବି ହେଲା, ଆପଣ ହୁଁ ଯେହେତୁ ହୁଁ ଭୁଲ କରୁଛନ୍ତି ହଁ ତ ହଁ। ହଁ ତ ତ ସେଇ ଦୃଷ୍ଟିରୁ ମୋର କହିବା ହଉଛି ପ୍ରଥମ, ତାପରେ ଆପଣ ବି କହିବେ। ତ ନାଇଁ ନାଇଁ ଯୋଉ ଆପଣ ଯୋଉ ରେଫରେନ୍ସ ଗୁଡା ଦଉଛନ୍ତି, ତ ହଁ ମୁଁ ବାସ୍ ସେଇଟାକୁ ହିଁ ଆଚ୍ଛା ଆପଣଙ୍କର ପଲିଟିକାଲ ଭ୍ୟୁ କଣ? ପଲିଟିକାଲ ଭ୍ୟୁ ଅର୍ଥାତ୍ କୋଉ ମାନେ ଦୃଷ୍ଟିକୋଣରୁ? ଆପଣଙ୍କୁ ଲାଗୁଛି ଯେ ବର୍ତ୍ତମାନ ଭାରତରେ କୋଉ ଦଳ ଟା ଶାସନ କରିଥିଲେ ଠିକ ହେଇଥାନ୍ତା? ଏଇଟା ବର୍ତ୍ତମାନ କୋଉ ଦଳ ଶାସନ କଲେ ଠିକ ହେଇଥାନ୍ତା ଏଇଟା ହଁ ତ? ହଁ ଆପଣଙ୍କର ପଲିଟିକାଲ ଭ୍ୟୁ କଣ ଥିବ 2024 ଯୋଉ ଇଲେକ୍ସନ ଟା ଗଲା ଆଚ୍ଛା ଆମର? 2024 ରେ ଯୋଉ ମୋର ପଲିଟିକାଲ ଶାସକ ଯିଏ ବି ହୁଅନ୍ତୁ, କିନ୍ତୁ ସେଠି ନାଇଁ ରିଅଲ ନାଇଁ 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 ସେଇଟା ନୁହେଁ ମୁଁ ଶାସକ ଯିଏ ବି କଥା ମୁଁ ପଚାରୁନି, ମୁଁ ବାସ୍ ଆଚ୍ଛା ଏତିକି ପଚାରୁଛି ଯେ ଆପଣ କାହାକୁ ତ ଭୋଟ କରିଥିବେ ନିଶ୍ଚିନ୍ତ। ହଁ ହଁ କାହାକୁ ଦେଇଥିଲେ ଭୋଟ, ଆଉ ଆପଣଙ୍କର ପଲିଟିକାଲ ଭ୍ୟୁ କଣ? ବାସ୍ ମତେ ଏତିକି କହିଦିଅନ୍ତୁ, ତାପରେ ଆପଣ କଣ୍ଟିନ୍ୟୁ କରିବେ। ଆଚ୍ଛା ଠିକ ଅଛି, ମୁଁ ବହୁଜନ ମୁକ୍ତି ପାର୍ଟିକୁ ଦେଇଛି। ବହୁଜନ ମୁକ୍ତି ପାର୍ଟି। ବହୁଜନ ମୁକ୍ତି ପାର୍ଟି। ହଁ ଆଚ୍ଛା ହଁ କୁହନ୍ତୁ। ସେଇଟା ତ ଗଲା, ହୁଁ ଏଇ ଯୋଉ ବାବର ଇଏ ନାଇଁ ବିଷୟରେ। ବାବର ଗଲା କେମିତି ପୁଣି? ମୁଁ ବି ତ ମାନେ ଗୋଟେ କଥା ଦେଖନ୍ତୁ ହଁ ନାଇଁ ଆପଣ। ଆପଣ ଶୁଣି ସାରନ୍ତୁ ତାପରେ କହିବେ, ଆପଣଙ୍କ କହିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ହଁ ହଁ ତାପରେ ନାଇଁ ଆପଣଙ୍କ ନିହାତି କଥା ମତେ ନ ଶୁଣି ସମ୍ବିଧାନ ପାରୁ ଅଧିକାର ଦେଇଛି ନା ଜିନିଷ ଗୁଟା। ହଁ 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 ଆପଣଙ୍କ କଥା କୁହନ୍ତୁ। ନ ଶୁଣି ସାରିଲା ପରେ ମୁଁ ଫୋନ କାଟିବିନି ନା, ନା ହୁଁ। ମୋ କଥା ଶୁଣିଦେଲେ ତାପରେ ମୁଁ ଆଉ ସବୁ କଥା ହେବିନି, ସେଇ ସିଷ୍ଟମ ନାହିଁ। ହଁ ତ ନାଇଁ ହୁଏତ ଏଇଟା ମୋର ବଢିଆ, ଦୃଷ୍ଟିକୋଣ ଏଇ ଗୁଣ ଟା ସମସ୍ତଙ୍କ ପାଖରେ ରହିଲେ ସବୁ ଜିନିଷର ସମାଧାନ ହେଇପାରିବ। ବହୁତ ହଁ ଭଲ ସେଇ ଏଇଟା। କଥା କହୁଛି, ହଁ ମୁଁ ବର୍ତ୍ତମାନ ମୋ କଥା ଶୁଣିଦେଲି, ସେଇଟା ଆପଣଙ୍କ କଥା ଶୁଣିବିନି, ସେଇଟା ତ ୱାନ୍ ସାଇଡ ହେଇଗଲା ନା। ହଁ ହଁ ଠିକ ଅଛି କୁହନ୍ତୁ କୁହନ୍ତୁ। ଆପଣ କୋଉ ଦୃଷ୍ଟି ଏଙ୍ଗେଲ ରୁ ମୋ କୋଉ ଏଙ୍ଗେଲ ରୁ କହୁଛନ୍ତି, ମୁଁ କୋଉ ଏଙ୍ଗେଲ ରୁ କହୁଛି, ସେଇଟା ଆପଣ ଆମେ ପରସ୍ପର ଭିତରେ ବୁଝାମଣା ହେଇଯିବା ଦରକାର। ରାଇଟ ହଁ। ହୁଏତ ମୁଁ ବି ଭୁଲ ଥାଇପାରେ, ହୁଏତ ଆପଣ ବି ଭୁଲ ଥାଇପାରନ୍ତି, କଣ କେମିତି ମାନେ ଦୃଷ୍ଟିକୋଣଟା। ହଁ ହଁ ଗୋଟେ ହଁ। ମଣିଷ ହିଁ ସବୁ ଜିନିଷ ଜାଣିଛି ସେମିତି ତ କୁହାଯାଇ ପାରିବନି। ନାଇଁ ନାଇଁ ସେଇଟା ତ ଠିକ କଥା, ସେଇଟା ଡିସକସନ ପରେ ଜଣା ପଡିବ କାହାର ତଥ୍ୟ ଟା ଡିସ୍କସନ ଭୁଲ। ପରେ ଜଣା ପଡିବ କୋଉ ଏଙ୍ଗେଲ ରେ କୋଉ ହଁ ଦୃଷ୍ଟିକୋଣରୁ। ଆଉ ଗୋଟେ କଥା ହଉଛି କଣ, ହଁ ସେତିକି ବଡ ହୃଦୟ ରହିବା ଦରକାର କି ହଁ ଆମେ ଯୋଉଟା କହୁଛୁ ହଁ ସେଟା ଭୁଲ ନାଇଁ ବୋଲି। ସେଇଟା ତ ମୁଁ, ହଁ ଯଦି ଆପଣ ମୋ କଥାକୁ ଆପଣ ଭୁଲ ବୋଲି ପ୍ରମାଣ କରିଦେବେ, ତାହେଲେ ମୁଁ ବି ସ୍ୱୀକାର କରିବି ୟେସ୍ ହଁ ଏଇଟା ମୋର ହଁ ଦୃଷ୍ଟିକୋଣ ଭୁଲ ଥିଲା, ନିହାତି ନିହାତି। ଏଇଟା ବଦଳେଇକି ବର୍ତ୍ତମାନ ଚଳିବାର ଅଛି। ହଁ କୁହନ୍ତୁ ଆପଣ ହଁ କଣ୍ଟିନ୍ୟୁ କରନ୍ତୁ ହଁ। ତାପରେ ସେଇଟା ଗଲା, ହୁଁ ଆଉ ଯଦି ଆମେ ଯେତିକି ବି ହିନ୍ଦୁ ଧର୍ମୀ ମାନଙ୍କୁ ପଚାରିବା ହେଲା। ହୁଁ। ହ୍ୟାଲୋ। ହଁ ହଁ କୁହନ୍ତୁ ଶୁଣୁଛି କୁହନ୍ତୁ। ତ ସେମାନେ ହିନ୍ଦୁ ଧର୍ମର ଧର୍ମ ଗ୍ରନ୍ଥର ନାଁ କଣ କହିବେ? ରାମାୟଣ କହିବେ, ନହେଲେ ମହାଭାରତ କହିବେ, ନଚେତ ଗୀତା କହିବେ, ନହେଲେ ସ୍ମୃତି କହିବେ, ନହେଲେ ମନୁସ୍ମୃତି କହିବେ, ନହେଲେ ଏ ବେଦ କହିବେ, ଏତିକି ତ? ମାନେ ହିନ୍ଦୁକୁ ଯଦି ଆମେ ଧର୍ମ ବୋଲି ମାନିବା, ତାହେଲେ ହିନ୍ଦୁ ଧର୍ମର ଧର୍ମ ଗ୍ରନ୍ଥର ନାଁ କଣଟା କହିବେ ଆପଣ? ମୁଁ ତ ହିନ୍ଦୁ ଧର୍ମ ହିଁ ମାନୁନି। ହଁ ଯେ ମନେ କର ଯେ ହିନ୍ଦୁ ଧର୍ମୀକୁ ଗୋଟେ ଏଠି ଆମେ ଆଖିରେ ରଖିବା ହେଲା। କେମିତି ହବ, ଯୋଉ ତ ଜିନିଷଟା ନାହିଁ ହଁ ତ ତାକୁ ମୁଁ ମାନିବି କେମିତି? ହଁ ସେଇ ଜିନିଷଟା ହିଁ, ହଁ ଯଦି ମନେକର ମୁଁ ଆମେ ନାଇଁ ଶୁଣନ୍ତୁ, ଆପଣ ଯାହା କହିବା କଥା କହିଦିଅନ୍ତୁ, ଦେନ୍ ହଁ ମୁଁ ହଁ ହଁ ଯୋଉ ଆଚ୍ଛା ଆପଣ ଆଚ୍ଛା ଠିକ ଯଦି ଅଛି, ହଁ ମୁଁ କହିଦଉଛି, ମୁଁ ବିଷୟରେ ଆପଣଙ୍କୁ ପଚାରିବିନି, ମୁଁ ଯୋଉଟା କହିବା କଥା ହଁ ତ ହିନ୍ଦୁ ଧର୍ମର ଯେତିକି ଧର୍ମ ପୁସ୍ତକ ହିନ୍ଦୁ ଧର୍ମୀ ମାନେ କୁହନ୍ତି, ସେଥିରେ କୋଉଥିରେ ବି ହିନ୍ଦୁ ଶବ୍ଦ ନାହିଁ। ଆଉ ଯଦି ଆପଣ ଆଉ ଅଲଗା ଧର୍ମ କଥା ଆମେ ଟିକେ ବିଚାର କରିବା, ମୁସଲମାନର ଯୋଉ ଧର୍ମ ଗ୍ରନ୍ଥ, ୟା ତ ଖ୍ରୀଷ୍ଟିୟାନ ର କୋଉ ଧର୍ମ ଗ୍ରନ୍ଥ, ୟା ତ ଇସାଇର, ୟା ତ ବୁଦ୍ଧିଷ୍ଟ ର, ୟାର ମହିମା ଧର୍ମର, ତାର ଜୈନ ଧର୍ମର, ଯେତିକି ବି ଧର୍ମ ଗ୍ରନ୍ଥ ଅଛି, ସବୁ ଧର୍ମ ଗ୍ରନ୍ଥରେ ତାଙ୍କ ଧର୍ମର ନାଁ ଲିଖିତ ଅଛି। କିନ୍ତୁ ହିନ୍ଦୁ ଗୋଟେ ଏମିତି ଧର୍ମ, ଯଦି ଆମେ ଧର୍ମ ବୋଲି ୟାକୁ ମାନିବା,
ଯେ କୌଣସି ହିନ୍ଦୁ ଧର୍ମ ଯେ କୌଣସି ହିନ୍ଦୁ ଧର୍ମର ଧର୍ମଗ୍ରନ୍ଥ ସେମାନେ କୁହନ୍ତୁ କିନ୍ତୁ ସେଥିରେ ହିନ୍ଦୁ ଶବ୍ଦ ହିଁ ନାହିଁ। ଆଉ ହିନ୍ଦୁ ଶବ୍ଦଟା ଏଥିପାଇଁ ନାହିଁ କାହିଁକି ନା ହିନ୍ଦୁ ଯୋଉ ଶବ୍ଦ ଆମେ କହୁଛେ ଏଇଟା ହିନ୍ଦୀ ଶବ୍ଦ ବି ନୁହେଁ କି ସଂସ୍କୃତ ଶବ୍ଦ ବି ନୁହେଁ। ପର୍ସିଆନ ଶବ୍ଦ। ହଁ ଏଇଟା ହଉଛି ପର୍ସିଆନ ଶବ୍ଦ। ହୁଁ। ଆଉ ପର୍ସିଆନ ଶବ୍ଦ ଦୃଷ୍ଟି ସେ ଯେହେତୁ ଏଇଟା ପର୍ସିଆନ ଶବ୍ଦ କିଏ କହୁଥିଲେ ମୋଗଲ ମାନେ କହୁଥିଲେ। ହଁ। ତ ମୋଗଲ ମାନେ ଯେତେବେଳେ ଆସିଲେ ଭାରତକୁ ସେତେବେଳେ ଏଇ ଶବ୍ଦଟା ତାଙ୍କ ସହିତ ଆସିଥିଲା। ହୁଁ। ଆଉ ସେଇଟାର ହିନ୍ଦୁ ଧର୍ମର ଆମେ ଯଦି ଇଣ୍ଡିଆନ ଭାଷାରେ ତାକୁ ଅନୁବାଦ କରିବା ହଁ ସେ ବହୁତ ସେଇଟା ହଉଛି ଖରାପ। ଚୋର। ହଁ ଆଁ? ବହୁତ ଖରାପ ସେଇଟା କଥା ସେ। ହଁ ହଁ ବହୁତ ଖରାପ ମାନେ ଚୋର ଡକାୟତ ଥଣ୍ଟ ହଁ କଳି ହଁ ବେଗେରା ହଁ ବେଗେରା ହଁ ମାନେ ହଁ ନେଗେଟିଭ ମିନିଙ୍ଗସ। ହଁ ହଁ ତ ହଁ। ଏଇଟା କେମିତି ହବ ତାପରେ ସେଇଟା ତ ବ୍ରାହ୍ମଣ ତ ସେ ଆଗରୁ ବି ମନା କରିଛି। ଆଉ ଯଦି ଦୟାନନ୍ଦ ସରସ୍ୱତୀ ଯୋଉଟା ଆର୍ଯ୍ୟ ସମାଜ ସତ୍ୟାର୍ଥ ପ୍ରକାଶ ଦୟାନନ୍ଦ ସରସ୍ୱତୀ ଯୋଉ ଗୋଟେ ବହି ଲେଖିଛନ୍ତି ସତ୍ୟାର୍ଥ ପ୍ରକାଶ ଇଏ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା। ମୁଁ ଆର୍ଯ୍ୟ ସମାଜୀ। ଆଚ୍ଛା ଆଉ ସେ ଆର୍ଯ୍ୟ ସମାଜର ସେ ଦୟାନନ୍ଦ ସରସ୍ୱତୀ ଯୋଉ ଲେଖିଛନ୍ତି ତାଙ୍କର ବହି ହେଲା ସତ୍ୟାର୍ଥ ପ୍ରକାଶ ଏବେ ମାର୍କେଟରେ ଆଭେଲେବଲ। ହିନ୍ଦୁ ଗୋଟେ ଧର୍ମ ନୁହେଁ ଏଇଟାକୁ ଆମେ ମାନୁ ଏଇଟା ମୋଗଲ ଦେଇଥିବା ଗାଳି ଏଇଟା ଆମର ଧର୍ମ ନୁହେଁ। ହଁ ସେ ବି ସ୍ପଷ୍ଟ ଭାବରେ ଲେଖି ଯାଇଛନ୍ତି। ହଁ ହଁ। ତ ଏଇ ସବୁ ଦୃଷ୍ଟିକୋଣରୁ ଯଦି ଆମେ ବିଚାର କରିବା ହିନ୍ଦୁ ଗୋଟେ ଧର୍ମ ନୁହେଁ। ଆଉ ଏଇ ହିସାବରେ ମୁଁ ଲେଖିଛି। ହେଲା ମୁଁ ଏବେ ହଁ କହିବା ହଁ ଆରମ୍ଭ କରିବି। ହଁ। ହଁ ଫାଷ୍ଟ କଥା ହେଲା ହିନ୍ଦୁ ଶବ୍ଦର ଅନେକ ପ୍ରକାରର ଅର୍ଥ ଅଛି ହେଲା। ହଁ ହଁ ଯେମିତି ପର୍ସିଆନ ମାନଙ୍କର ଗୋଟେ ଶବ୍ଦ ମାନେ ଯୋଉ ୱାର୍ଡ ଟା ଅଛି ଯେ ଚୋର ଡକାୟତ ବ୍ୟାକୱାର୍ଡ ଯୋଉଟା କି ଅକ୍ସଫୋର୍ଡ ଡିକ୍ସନାରୀରେ ବି ଅଛି ହିନ୍ଦୁ ହଁ ଶବ୍ଦର ଅର୍ଥ କଣ ହେଲା। ହଁ ସେକେଣ୍ଡ କଥା ହଉଛି ଆଉ ଗୋଟେ ଅର୍ଥ ବି ଅଛି ଭାରତରେ ରହୁଥିବା ସମସ୍ତ ବ୍ୟକ୍ତି ହିନ୍ଦୁ। ହଁ ଯୋଉଟା କି ସିନ୍ଧୁ ନଦୀର ଏପଟରେ ଅଛନ୍ତି ବୋଲିକି ତାଙ୍କୁ ହିନ୍ଦୁ ବୋଲିକି କୁହାଯାଏ। ଆଚ୍ଛା ଇଏ ହଉଛି ଏଟା ହଉଛି ଭୌଗୋଳିକ। ହଁ ଆଉ ଗୋଟେ ବୀର ସାବରକର ଗୋଟେ କଥା କହିଥିଲେ ହଁ ହିନ୍ଦ ସେ ପ୍ୟାର କରନେ वालों को ହିନ୍ଦୁ ହିନ୍ଦୁ कहते हैं। ଆଚ୍ଛା ଏଥିରେ କୌଣସି ଜାତି ବର୍ଗ ବର୍ଣ୍ଣ ବିଶେଷ ଲୋକ ଆସୁନାହାନ୍ତି। ଆଚ୍ଛା ଭାରତରେ ଯୋଉମାନେ ବି ଅଛନ୍ତି ସେମାନେ ହଉଛନ୍ତି ହିନ୍ଦୁ। ଠିକ ଆଚ୍ଛା ଅଛି। ଆଉ ରହିଲା ଆରଟିଆଇ ଇନଫରମେସନ କଥା କେନ୍ଦ୍ର ସରକାର କହିଲା ଆମେ ଜାଣିନୁ। ହଁ ଯଦି କେନ୍ଦ୍ର ସରକାର ଜାଣିନି ହଁ ମାନେ ମୋ କହିବାର କଥା ଯଦି ହଁ କେନ୍ଦ୍ର ସରକାର ଜାଣିନି ହଁ ବର୍ତ୍ତମାନ ଯଦି ଆମେ ମାନେ କୌଣସି ବି ଗୋଟେ ପ୍ରକାର ଫର୍ମ ଫିଲଅପ କରୁଛେ ହଁ ଠିକ ଅଛି ହଁ କୌଣସି ପ୍ରକାରର ଗୋଟେ ଫର୍ମ ଫିଲଅପ କରୁଛେ ହଁ ତ ଆମକୁ ଯେତେବେଳେ ରିଲିଜିୟସ କଲମ ଆସୁଛି ହଁ ଆମେ କଣ ଲେଖୁଛେ? ହିନ୍ଦୁ ଲେଖୁଛେ। ତ କଣ ପାଇଁ ଲେଖୁଛେ ହିନ୍ଦୁ ଯେତେବେଳେ ତାକୁ ଜଣା ନାହିଁ ହିନ୍ଦୁ କିଏ ବୋଲି। ହଁ ତ ସିଏ ଇଏ ଜିନିଷ ଟା କ୍ରିଏଟ କରିକି ସେମାନେ କଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ? ସେମାନେ ହଁ କୁହନ୍ତୁ ଆଗକୁ। ଯଦି କେନ୍ଦ୍ର ସରକାରକୁ ଜଣା ନାହିଁ ହୁ ଇଜ ହିନ୍ଦୁ ଇନ ଇଣ୍ଡିଆ ହଁ ଦେନ ସେ କେବଳ ଗୋଟେ ମାନେ ଯୋଉ ସନାତନ ଧର୍ମର ଯୋଉ ଚାରିଟା ବର୍ଣ୍ଣରେ ଆମର ତ ହଁ ମାନେ ମୁଁ ତ ସନାତନ ଧର୍ମକୁ ମାନେ ବୈଦିକ ମତ ମୋର ହେଲା ହଁ ତ ହଁ ସେଇ ଯୋଉ ମତରେ ଯୋଉ ଚାରିଟା ବର୍ଣ୍ଣ ବ୍ରାହ୍ମଣ କ୍ଷତ୍ରୀୟ ବୈଶ୍ୟ ଶୂଦ୍ର ଏଇ ହଁ ଯୋଉ ଚାରିଟା ବର୍ଣ୍ଣର ଲୋକଙ୍କୁ ହିଁ କଣ ପାଇଁ ଦେଲା ତାଙ୍କ କଲମରେ ଲେଖିବାକୁ ହିନ୍ଦୁ? ଆଚ୍ଛା ତ ଆଉ ଏଇ ସବୁ ଜିନିଷ ହଉଛି କଣ ଯେ ଆପଣ କହିଲେ ଯେ ଏସି ଏସଟି ଓବିସି ବା କିଛି ମାନେ ବୌଦ୍ଧର ଗୋଟେ ଫଟୋ ରଖିଦେଲେ ଏସି ଏସଟି ଓବିସି ଲୋକ କଣ ବୌଦ୍ଧଙ୍କର ଆପଣ ଯୋଉଟା ପୋଷ୍ଟ କରୁଛନ୍ତି ସେଥିରେ ଗୋଟେ ବୌଦ୍ଧର ଫଟୋ ରଖିଛନ୍ତି ହଁ ଏସି ଏସଟି ଓବିସି ବୌଦ୍ଧ ମାନଙ୍କର ହଁ କେମିତି ତ ବୌଦ୍ଧ ମାନଙ୍କର ମୁଁ ତ ନିଜେ ଏସି ପୁଣି ମୁଁ ହିନ୍ଦୁ କେମିତି ଲେଖୁଛି ବୌଦ୍ଧ କଣ ହିନ୍ଦୁ? ସେଇଟା ଷଡଯନ୍ତ୍ର। କେମିତି ଷଡଯନ୍ତ୍ର କିଏ କଲା ଷଡଯନ୍ତ୍ର? ଷଡଯନ୍ତ୍ର ସେଟା ବ୍ରାହ୍ମଣ ମାନେ କରିଛନ୍ତି। ସମ୍ବିଧାନ ଲେଖିଲେ ଆପଣ ହଁ ଆଇନ ପ୍ରଣୟନ କଂଗ୍ରେସ କଲା ସବୁ ତ ହଁ ବ୍ରାହ୍ମଣ ମାନଙ୍କର ଷଡଯନ୍ତ୍ର କେମିତି କଣ ହେଇଗଲା? ସେଇଟା ଶୁଣନ୍ତୁ ବାବା ସାହେବଙ୍କର ଗୋଟେ ୟୁଟ୍ୟୁବରେ ସ୍ପିଚ ବାହାରିଲା ରିଟେନ ଆଣ୍ଡ ଭଲ୍ୟୁମ୍ସ ବି ଟିକେ ପଢିଲେ ଜାଣିବେ ହଁ ଯେ ସେ ସେଇଠି କହି ଯାଇଛନ୍ତି ଲାଷ୍ଟ ସ୍ପିଚ ତାଙ୍କର ଯେ ସମ୍ବିଧାନ ଯେତିକି ହିଁ ଭଲ ହେଇଥାଉ ଆଜ୍ଞା ଆଜ୍ଞା ଶୁଣନ୍ତୁ ଇଏ ଜିନିଷ ଟା ମୁଁ ଜାଣିଛି ସମ୍ବିଧାନ ଯେତିକି ଭଲ ହେଇଛି କିନ୍ତୁ ଯଦି ହଁ ଠିକ ଲୋକ ହାତରେ ନ ପଡିବ ତାହେଲେ ନା ଜାଣିଛି ସେଟା ଠିକ ହଁ ଭାବରେ ପଡିବ ମୁଁ ନାହିଁ ମୁଁ ଗୋଟେ କଥା ଯଦି କହୁଛି ମୁଁ ଗୋଟେ ଲାଗୁ କଥା କହୁଛି କରିବା ଶୁଣନ୍ତୁ ବାଲା ଯଦି ଲାଗୁ କରିବା ବାଲା ସେ ଠିକ ନଥାଏ ତାହେଲେ ସେଟା ଅନ୍ତତଃ ନାଇଁ ନାଇଁ ଫାଇନାଲି ଭୁଲ ପ୍ରମାଣ ଆଉ ପାଏ। ଗୋଟେ କଥା ଲାଗୁ କଲା ବାଲା ତ ହଉଛି କଂଗ୍ରେସ କାରଣ ହଁ ଯେତେବେଳେ ଦେଶ ସ୍ଵାଧୀନ ହେଲା ହୁଁ ସରକାର କାହାର କଂଗ୍ରେସର ଥିଲା ହଁ ତ ଆମେ ସମସ୍ତେ ଜାଣିଛେ ହଁ କଂଗ୍ରେସ ହଉଛି ସନାତନ ବିରୋଧୀ ସରକାର ହଁ ସମସ୍ତେ ଜାଣିଛେ ଏଇଟା ଗୋଟେ ଲୁଚା ଛପା ନୁହଁ ହଁ ସମସ୍ତେ ଜାଣିଛେ ତ ହଁ ଆପଣଙ୍କୁ ଏଇଟା କେମିତି ଲାଗୁଛି କି ସେମାନେ କରିଥିବେ ବା ଏଥିରେ ତ ମାନେ ସରି ବ୍ରାହ୍ମଣ ମାନେ କରିଥିବେ କି ସରକାର ତ କଂଗ୍ରେସ ହାତରେ ଥିଲା ହଁ ହଁ ତ ଆପଣଙ୍କ ହିସାବରେ ଯେ କି ଆଚ୍ଛା ସରକାର ଗୋଟେ ଶୁଣନ୍ତୁ ମିନିଟ ଟିକେ ହଁ 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 let me ଠିକ ଅଛି complete ଠିକ ମତେ ଅଛି ଟିକେ ମୁଁ କମ୍ପ୍ଲିଟ କହୁଛି କରିବାକୁ ହଁ ଦିଅନ୍ତୁ ହଁ ମତେ ଟିକେ କମ୍ପ୍ଲିଟ କରିବାକୁ ଦିଅନ୍ତୁ ହଁ ଆପଣଙ୍କ ହିସାବରେ ହଁ ରାଜନୀତି ହଉଛି ପାୱାର ର ଖେଳ ମେଜୋରିଟିର ଖେଳ ହଁ ଠିକ ଅଛି ନା ନାଇଁ ହଁ ତ ବ୍ରାହ୍ମଣ ମାନେ ମାତ୍ର 3% ଅଛନ୍ତି ଦେଶରେ
ହଁ ଆପଣଙ୍କ ହିସାବରେ ଏସି ଏସଟି ଓବିସି ମେ ବି 70 97 ଶୁଣନ୍ତୁ ହଁ ମୁଁ ଟିକେ କହିସାରେ ଆଉ ମୁଁ ହଁ ବହୁତ ସାରା ପୋଷ୍ଟ ଦେଖୁଛି ଯେହେତୁ ଆମ୍ବେଦକରବାଦୀ ମାନଙ୍କର 3% ବ୍ରାହ୍ମଣ 97% ଅଲଗାକୁ ବାଣ୍ଟି ଦଉଛନ୍ତି ମୁଁ ହଁ ଯୋଉଟା ହଁ ଦେଖିଛି ଆଉ ଏଇଟା ହଁ ଆପଣ ବି ଦେଖିଥିବେ ହଁ ମାକ୍ସିମମ୍ ପୋଷ୍ଟରେ ଏଇ ହଁ ଜିନିଷଟା ଆସୁଛି ବଟ୍ ହଁ ମୋର ପଏଣ୍ଟ ହଉଛି କଣ ଯେ ରାଜନୀତିରେ ଯୋଉ ଦଳଟା ଅଛି ମେ ବି ହଁ କଂଗ୍ରେସ ଅଛି ତ ହଁ ସିଏ 3% କୁ ଖୁସି କରିବାକୁ ଯାଇକି ଏମିତି କେମିତି କରିଦେଲା 97% କୁ ଲାତ ମାରିଦେଲା ମୁଁ ଏଇ ଜିନିଷଟା ବୁଝିପାରୁନି ଆଉ ଇଏ ମ୍ୟାଥ ଟା ମୋ ମୁଣ୍ଡରେ ହିଁ ବସୁନି। ଆଚ୍ଛା ହଁ ଆପଣଙ୍କ ହିସାବରେ ଯଦି ବ୍ରାହ୍ମଣ କଲା ସିଏ ତ ଯୋଉଟା ଧର ଆମକୁ ଧର କି ହିନ୍ଦୁ କହୁଛି ଏସି ହଁ ଏସଟି ଓବିସି କୁ ଖରାପ ଲାଗିବା କଥା ଅବଭିୟସଲି ହଁ ଯେହେତୁ ସେମାନେ ହିନ୍ଦୁ ନୁହନ୍ତି ତ ସିଏ ହଁ କଣ କଲା ନା କି ବ୍ରାହ୍ମଣଙ୍କର ଯୋଉ ଷଡଯନ୍ତ୍ରଟାକୁ ସେଟା ଆଣିକି ଟୋଟାଲ ଦେଶ ଉପରେ ଲାଗୁ କରିଦେଲା 97% କୁ ଦୁଃଖୀ କରିଦେଲା ଜବକି ସେ ହଁ ଜାଣିଛି ଏଇଟା କଲେ ମୁଁ ହାରିବି ତ ଏଇଟା କେମିତି କଣ ପସିବଲ ହେଇଗଲା ମୁଁ ବୁଝିପାରୁନି। ଆଚ୍ଛା ହଉ ହୁଁ ଏବେ ସରିଲା ନା ମୁଁ ହଁ କହିବି ନା କୁହନ୍ତୁ କୁହନ୍ତୁ ହଁ ହଁ କୁହନ୍ତୁ ହୁଁ ତ ଯେତେବେଳେ ଏଇଟା କଣ ହେଲା କି ବ୍ରାହ୍ମଣ କଂଗ୍ରେସ ହଉଛି ଆମେ କଂଗ୍ରେସ ଟା କହୁଛେ କିନ୍ତୁ କଂଗ୍ରେସ କିଏ ଗଠନ କରିଛନ୍ତି ଚାଟାର୍ଜୀ ବାନାର୍ଜୀ ଗୋଖଲେ ଅଗରକର ତିଲକ କିଏ କରିଛି ଚାଟାର୍ଜୀ ବାନାର୍ଜୀ ଗୋଖଲେ ଅଗରକର ତିଲକ ଆଲାନ ଆକ୍ଟିଭିୟନ ହ୍ୟୁମ ହଉଛି କଂଗ୍ରେସର ଫାଉଣ୍ଡର। ସେଇଟା ଫାଷ୍ଟ ଫାଉଣ୍ଡର ନୁହଁ ସେଇଟା ପ୍ରଥମ ଚେୟାରମ୍ୟାନ ତାଙ୍କର ହଁ ତ ମୁଖ୍ୟାଧ୍ୟକ୍ଷ ଫାଉଣ୍ଡର ସେଇଟା ହିଁ ତ ସେଇ ନା ଆପଣ ସେଇ ଗୋଟେ ଫାଷ୍ଟ ଶୁଣନ୍ତୁ ରାଷ୍ଟ୍ରୀୟ ଟିକେ ଅଧ୍ୟକ୍ଷ ଟିକେ ହେଲା ନା ନା ସେଇଟା ନା ନା ନା, ଟିକେ ଶୁଣନ୍ତୁ ଯୋଉ ଜିନିଷଟା ସାମାନ୍ୟ ଗୋଟେ ଗୁଗଲ ସର୍ଚ୍ଚ ରେ ଜାଣି ହବ ହଁ ଠିକ ଅଛି ଆପଣ ମାନେ ତ ଭାରତରେ ଯୋଉମାନେ ସବୁ ବୁଦ୍ଧିଷ୍ଟ ଅଛନ୍ତି ସେମାନେ ବିଜ୍ଞାନ ଉପରେ ମାନେ ସେମାନଙ୍କର ବହୁତ ମାନେ କୁହନ୍ତି ଯେ ବିଜ୍ଞାନ ବହୁତ ଚିଲେଇ ହୁଅନ୍ତି ତ ହୁଁ ପ୍ରଥମ ଜିନିଷଟା ଯିଏ ସିଏ ଗୋଟେ ଗୁଗଲ ମାନେ ସର୍ଚ୍ଚ ରେ ଜାଣି ହବ ଯେ କଂଗ୍ରେସର ଫାଉଣ୍ଡର କିଏ ହଁ ଆଲାନ ଆକ୍ଟିଭିୟନ ହ୍ୟୁମ ହଉଛି କଂଗ୍ରେସର ଫାଉଣ୍ଡର। ହଁ ସେଟା ଆଇସିଏସ୍ ହଁ ରିଟାୟାର୍ଡ ଯୋଉଟା ସେଟା ହଁ ସେଇଟା ହେଲା କଣ ପ୍ରଥମେ ଏମାନେ ଗଢିଲେ ତାପରେ ତାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରଖିଛନ୍ତି ମାନେ ଏଲେନ ହୁମ କୁ ହୁଁ ଆଉ ତାକୁ କଣ ପାଇଁ ରଖିଲେ ସେଟା ଅଲଗା ଇସ୍ୟୁ ତାପରେ ଏମାନେ ସବୁ ହଉଛନ୍ତି ବ୍ରାହ୍ମଣ ଚାଟାର୍ଜୀ ବାନାର୍ଜୀ ଗୋଖଲେ ଅବଲକର ତିଲକ ହୁଁ ଆଉ ସେଇଟା ଗୋଟେ କଣ ହୁଏ ଯେ ଯୋଉମାନେ ଗଢିଛନ୍ତି ମନେକର ଆପଣଙ୍କ ଗୋଟେ କମ୍ପାନୀ ଅଛି ନା ନାଇଁ ହୁଁ ତ ଯେତିକି ବି ଆପଣ ଷ୍ଟାଫ ରଖିବେ ସେଗୁଡା ଆପଣଙ୍କ ଅଣ୍ଡରରେ ଚଳିବେ ନା ନିଜର ଇଚ୍ଛାରେ ଚଳିବେ ନାଇଁ ମୋ ଅଣ୍ଡରରେ ଚାଲିବେ। ହଁ ଯେହେତୁ ଏମାନେ ଗୋଖଲେ ଅଗରକର ତିଲକ ଚାଟାର୍ଜୀ ବାନାର୍ଜୀ ଏମାନେ ବନେଇଛନ୍ତି ତାହେଲେ ସାର୍ ଏଲେନ ହୋମ ଟା କାହା ଇସାରାରେ ଚାଲିବ ଗୋଟେ କଥା ହଉ ଠିକ ଅଛି ଆପଣଙ୍କ ହିସାବରେ ମୁଁ ବୁଝେଇଦେଲି ହଁ କମ୍ପାନୀ ଯିଏ ଗଢିଛି କମ୍ପାନୀ ଟା ମ୍ୟାନେଜିଂ ଡିରେକ୍ଟର ହିସାବରେ ଚାଲିବ ନା ୱର୍କରଙ୍କ ହିସାବରେ ଚାଲିବ ଏଇଟା ମ୍ୟାନେଜିଂ ଡିରେକ୍ଟର ହିସାବରେ ତ ହିଁ ଚାଲିବ ମ୍ୟାନେଜିଂ ଡିରେକ୍ଟର କିଏ ଥିଲା ସେତେବେଳେ ମ୍ୟାନେଜିଂ ଡିରେକ୍ଟର ଏଲେନ ହୋମ ତ ପୁଣି ଆଖେ ୱାର୍କରଙ୍କ କଥାରେ କେମିତି ଚାଲିଲା ଆଉ ଏମାନେ ବନେଇଛନ୍ତି ଏମାନଙ୍କର ନାଇଁ ନା କଥା କେମିତି ଚଳିବ ବନେଇଛନ୍ତି ସେ ଗୋଟେ ବିଦେଶୀଙ୍କୁ ଦେଇଦେଲେ ଫାଷ୍ଟ ଆପଣ ଏସବୁ ମତ ବିଷୟରେ କ୍ଲିୟର ଆଉ ହୁଅନ୍ତୁ। ଏଇଟା ଶୁଣନ୍ତୁ ଏଇଟା କୋଉଥିପାଇଁ ବିଦେଶୀକୁ ଦେଲେ କାହିଁକି ନା ସେତେବେଳେ ଯୋଉ ଇଂରେଜର ଗୋଟେ ଜିନିଷ ଥିଲା ସେମାନେ ଧର୍ମ ଉପରେ ହସ୍ତକ୍ଷେପ କରିବେନି ବାକି ସବୁରେ ହସ୍ତକ୍ଷେପ କରିବେ ଧର୍ମ ତ ଗୋଟେ ସେକେଣ୍ଡ ଫାଷ୍ଟ ହଉଛି ମେ ବି ମତେ ଲାଗୁଛି ଖରାପ ଭାବିବେନି ଆପଣଙ୍କର ଇତିହାସର ନଲେଜ ଟିକେ କମ ଅଛି ତ ଯଦି ନା ଯେ ଶୁଣନ୍ତୁ ଆପଣ ହଁ ଠିକ ଅଛି ମୁଁ କହୁଛି ହଁ କାହିଁକି ହଁ କହୁଛି ଯଦି ଧର୍ମ ଉପରେ ହସ୍ତକ୍ଷେପ କରିବେନି ତାହେଲେ ମନ୍ଦିରରୁ ଟ୍ୟାକ୍ସ କେମିତି ନଉଥିଲେ ସେଇଟା ମନ୍ଦିର ତମେ ଗଢିପାର କିନ୍ତୁ କିଏ କୋଉ ନାଇଁ ନାଇଁ ଧର୍ମ ଗୋଟେ କଣ ସେକେଣ୍ଡ କରୁଛି ପୁଣି ସେଇଟା କଣ ମନ୍ଦିର ଗୋଟେ ହିସାବରେ ଶୁଣନ୍ତୁ ମୁଁ ହୁଁ ମୂର୍ତ୍ତି ପୂଜା ର ବିଲିଭ କରେନି ହେଲା ସତ କଥା ମୁଁ କହୁଛି କାରଣ ମୁଁ ହଁ ଜଡ ହଁ ଜଡ ପୂଜାରେ ବିଶ୍ୱାସ କରେନି କିନ୍ତୁ ହଁ ଯୋଉମାନେ କରୁଛନ୍ତି ଯୋଉମାନଙ୍କର ହୁଁ ଆସ୍ଥା ଅଛି ମନ୍ଦିରକୁ ମୁଁ ଗୋଟେ କଳା ହିସାବରେ ଦେଖେ ଗୋଟେ ଆର୍ଟ ଗୋଟେ ଆର୍କିଟେକ୍ଚର ହୁଁ ହିସାବରେ ଦେଖେ ହଁ ହଁ ଯୋଉମାନଙ୍କର ଆସ୍ଥା ଅଛି ତ ହୁଁ ସେମାନେ ସେଟାକୁ ଧାର୍ମିକ ସ୍ଥଳ ବୋଲି ମାନନ୍ତି ଯଦି ହଁ ବ୍ରିଟିଶ ସରକାର ହୁଁ ଧର୍ମରେ ହସ୍ତକ୍ଷେପ କରିବ ନା ହୁଁ ତାହେଲେ ମନ୍ଦିରରୁ ଟ୍ୟାକ୍ସ କେମିତି ନଉଥିଲା ସେଇଟା ବି କଥା ନା ତାପରେ ସେଇଟା କଥା ନୁହେଁ ଏଇ ଯୋଉ ହଁ ଜିନିଷ ଗୋଟେ କନଫ୍ୟୁଜନ ଗୁଟା ଅଛି ହୁଁ ହେଲା ତ ଏଇଗୁଟା ହଉଛି ସବୁଠୁ ବଡ ବଡ ଜିନିଷ ଆଉ ଯୋଉ ଆପଣ କହିଲେ ବ୍ରାହ୍ମଣ କରିଛି ଇଏ କରିଛି କଥା ସେଇଟା ନୁହେଁ ହୁଁ ଗୋଟେ ଜିନିଷ ହଉଛି କୌଣସି ବି ପାର୍ଟି ହଉ ଚାଟାର୍ଜୀ ହଉ ବାନାର୍ଜୀ ହଉ ଇଏ ହଉ ଯଦି ଏମିତି ହେଇଥାନ୍ତା ତାହେଲେ ସେ ସମ୍ବିଧାନରେ କେବେ ବି ରିଜର୍ଭେସନ ଦେଇ ହିଁ ନଥାନ୍ତେ ଯେତେବେଳେ କି ସେମାନେ ଥିଲେ ଆଉ କଂଗ୍ରେସର ସଭାପତିତ୍ୱରେ ହିଁ ସମ୍ବିଧାନ କ୍ରିଏଟ ହେଇଛି ହଁ ଯେତେବେଳେ ଯାହା ଯାହା ସବୁ ଦରକାର ଥିଲା ଯେତେବେଳେ ବାବା ସାହେବ ଆମ୍ବେଦକରଙ୍କୁ ମୁଁ ବହୁତ ସମ୍ମାନ କରେ ତାଙ୍କୁ ବହୁତ ଭଲ ହୁଁ କାମ କରୁଛନ୍ତି ହୁଁ ହେଲା ହୁଁ ଯେତେବେଳେ ତାଙ୍କୁ ଦେଶ ବିଦେଶ ପଠେଇଲେ ଭ୍ରମଣ କରିବାକୁ ସେତେବେଳେ ହୁଁ ବାବା ସାହେବ ଆମ୍ବେଦକର ଯୋଉଠି ଯାହା ତାଙ୍କୁ ଠିକ ଲାଗିଲା କପି ପେଷ୍ଟ କରିକି ଏମିତି ସମ୍ବିଧାନ କ୍ରିଏଟ କଲେ ସେ ନିଜେ ବି ଏ ଜିନିଷକୁ ଲେଖିଛନ୍ତି ହୁଁ ହଁ ତ ଯଦି ସେମିତି କିଛି ହେଇଥାନ୍ତା ତାହେଲେ ସେ ତ ରିଜର୍ଭେସନ ଦେଇ ହିଁ ନଥାନ୍ତେ ଟୋଟାଲ ଉପରେ ହୁଁ ଆଚ୍ଛା ଆପଣଙ୍କ ମତ ହିସାବରେ ସେ ତ ରିଜର୍ଭେସନ ହିଁ ଦେଇନଥାନ୍ତେ ହଁ ହଁ ତ ପୁଣି ଗୋଟେ ଜିନିଷକୁ ମାନେ ସେଇ ଗୋଟେ ଜାଗାରେ ଆପଣଙ୍କ ବିଷୟରେ ଆପଣଙ୍କ ପାଇଁ ଷଡଯନ୍ତ୍ର ହେଲା ପୁଣି ସେଇ ହଁ ଗୋଟେ ଜାଗାରେ ଆପଣଙ୍କୁ କନସଲଟେସନ ଦିଆହେଲା କେମିତି କଣ କମ୍ପନସେସନ ଦିଆହେଲା ତ ଇଏ ଏଇଟା ତ ହଁ କୁହନ୍ତୁ ହଁ କୁହନ୍ତୁ ମୋର ସରିଲା କୁହନ୍ତୁ
ହଁ। ତ ଏଇଟା କଣ ହେଲା କି, ତ ସେଇଟା ଆମେ ଏଇଟାକୁ ଏମିତି କହିପାରିବା ଯେ ଯେତେ ପ୍ରଥମେ ତାହେଲେ ସେ ଦୟାନନ୍ଦ ସରସ୍ୱତୀ ସେ ଆର୍ଯ୍ୟ ସମାଜ ହିନ୍ଦୁ ସମାଜ ବି ତ ଗଢିଥାନ୍ତେ। ନାଇଁ ନାଇଁ ସେଇଟା ଅଲଗା ମ୍ୟାଟର। ମୁଁ କହିବାର ଅର୍ଥ ଆପଣ ସେଇଟା ବୁଝିପାରିଲେ। କଣ ନାଇଁ ନାଇଁ ହେଲା, ନାଇଁ, ସେଇଥିପାଇଁ ସେ ହିନ୍ଦୁ ଶୁଣ ତାର ଶୁଣନ୍ତୁ ବ୍ରାହ୍ମଣ ତଥା ଶୁଣନ୍ତୁ ରଣନୀତି ନା, ଏଇଠି ଏମିତି ବଦଳେଇଥିଲା। ଦୟାନନ୍ଦ ହଁ ସରସ୍ୱତୀଙ୍କର ହଉଛି ମୁଁ ଚେଲା, ମୁଁ ତାଙ୍କୁ ମାନେ ହଁ ସତ୍ୟାଗ୍ରହ ପ୍ରକାଶ ମୁଁ ହଁ ପଢୁଛି। ଠିକ ଅଛି ହଁ ସେଇଟା ଅଲଗା ମ୍ୟାଟର, କିନ୍ତୁ ମୋର ହଁ ପଏଣ୍ଟ ଏଠି ହଉଛି କଣ, ଯୋଉ ବୌଦ୍ଧଙ୍କର ଫଟୋ ରଖିକି ଏସି ଏସଟି ଲୋକଙ୍କୁ ଯୋଉ ବ୍ରାହ୍ମଣଙ୍କର ଷଡଯନ୍ତ୍ର କଥା କହୁଛନ୍ତି, ଦୟାନନ୍ଦ ହଁ ସରସ୍ୱତୀ ନିଜେ ଜଣେ ବ୍ରାହ୍ମଣ ଥିଲେ, ଏଟା ଜାଣିଛନ୍ତି ଆପଣ? ହଁ ମୂଳ ଶଙ୍କର ତିୱାରୀ ହଉଛି ତାଙ୍କ ପ୍ରକୃତ ନାମ, ଯୋଉଟା ତାଙ୍କ ହଁ ବାପା ମା ଦେଇଥିଲେ। ପୈତୃକ ନାମ ହଁ ହଉଛି ମୂଳ ଶଙ୍କର ତିୱାରୀ। ତ ହଁ ଯେତେବେଳେ ସେ ସନ୍ନ୍ୟାସୀ ଧର୍ମ ଗ୍ରହଣ କଲେ, ସେତେବେଳେ ସେ ଦୟାନନ୍ଦ ସରସ୍ୱତୀ ଥିଲେ। ପ୍ରଥମ କଥା ହେଲା, ଆପଣଙ୍କୁ ମୁଁ ଦେଖୁଛି ପ୍ରାୟତଃ ଆମର ଯୋଉମାନେ ଅଛନ୍ତି, ହଁ ଯିଏ ସବୁ ଅଛନ୍ତି, ଆପଣ ମତେ ଗୋଟେ କଥା କହିପାରିବେ? ହଁ ହିନ୍ଦୁ ଧର ଆପଣଙ୍କ ହିସାବରେ ଧର୍ମ ନୁହଁ, ମୁଁ ବି ମାନୁନି ହିନ୍ଦୁ କୌଣସି ଧର୍ମ ନୁହଁ। ହିନ୍ଦୁ ଇଜ ଏ ୱେ ଅଫ ଲାଇଫ, ବଞ୍ଚିବାର ମାନେ ଜୀବନ ଯିବାର ଗୋଟେ ଶୈଳୀ। ଭାରତରେ ହଁ ଯୋଉମାନେ ବି ରହୁଛନ୍ତି ମୁସଲମାନ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ଶିଖ, ଇସାଇ ସମସ୍ତେ ହଉଛନ୍ତି ହିନ୍ଦୁ। ଯୋଉଟା କି ମୁଁ ମାନେ, ଆମ ଧର୍ମ ହଉଛି ସନାତନ। ବାସ୍ ମୁଁ ଗୋଟେ କଥା କହୁଛି, ହଁ। ଆମ୍ବେଦକର ତାଙ୍କ ଜୀବନ କାଳ ଭିତରେ କେତେ ବର୍ଷ ସନାତନରେ ଥିଲେ ଆଉ କେତେ ବର୍ଷ ବୌଦ୍ଧରେ ଥିଲେ, ଆପଣ ଏଇଟା କହିପାରିବେ ମତେ? ଆଉ ସେଇଟା କଣ ହେଲା, ଆପଣ ସେଇ ଧର୍ମ ପରିବର୍ତ୍ତନ ସ୍ପିଚ ତ ନିହାତି ଦେଖିଥିବେ। ନା ଶୁଣନ୍ତୁ ଶୁଣନ୍ତୁ ଗୋଟେ କଥା ଶୁଣନ୍ତୁ, ଧର୍ମ ପରିବର୍ତ୍ତନ କିଏ କରୁଛି ନ କରୁଛି, ମୁଁ ଗୋଟେ କଥା କହୁଛି, ନାଇଁ ସେଇଟା ଟୋଟାଲ ସମ୍ବିଧାନରେ ଜୀବନର ତ କାହାଣୀ କହିଲେ ନା ସେଇଥର। ଶୁଭୁନି କଣ କଣ? ସେ ଧର୍ମ ପରିବର୍ତ୍ତନ ବେଳେ ଟୋଟାଲ ଲାଇଫ ର ସେ ତାଙ୍କ ଜିନିଷ ଟାକୁ କହି ଦେଇଛନ୍ତି। ନାଇଁ ନାଇଁ, ମୁଁ ସେ କଥା ମୁଁ ଜାଣିଛି, ମୁଁ ସେଇଟା ହଁ କହୁଛି ଯେ କି ହଁ ଆମ୍ବେଦକର ତାଙ୍କ ପୁରା ଜୀବନ କାଳ ଭିତରେ କେତେ ବର୍ଷ ସେ ସନାତନ ଧର୍ମରେ ଥିଲେ, କେତେ ବର୍ଷ ବୌଦ୍ଧ ମତକୁ ଗଲେ, କେତେ ବର୍ଷ ରହିଥିଲେ? ସେଟା ସନାତନ ଧର୍ମରେ ବହୁତ ବର୍ଷ ଥିଲେ, ମାନେ ଅଧିକ ବର୍ଷ ସେ ସନାତନରେ ହିଁ ଥିଲେ, କିନ୍ତୁ ଲାଷ୍ଟ ବେଳେ ସେ ଧର୍ମ ପରିବର୍ତ୍ତନ କେତେ କରିଛନ୍ତି। ବର୍ଷ ନା ମାସ ନା ଦିନ? ସେଇଟା ବର୍ଷ ତ ପର୍ଟିକୁଲାର ମୁଁ କହିପାରିବିନି, 6 ମାସ କିନ୍ତୁ ଥିଲେ ମେ ମ୍ୟାକ୍ସିମମ୍। ଆଜ୍ଞା 6 ମାସ। ଆଚ୍ଛା ଜୀବନର ଶେଷ 52 ବର୍ଷ, ସମଥିଙ୍ଗ 52 ୟା 53 ବର୍ଷ ସେ ସନାତନ ଧର୍ମରେ ଥିଲେ। ହଁ ଜୀବନର ଯଦି ଇଫ ଆଇ ଏମ୍ କରେକ୍ଟ ଦେନ୍ ସେ ଲାଷ୍ଟ ତାଙ୍କ ଜୀବନର ଓନ୍ଲି 6 ମନ୍ଥ ସେ ବୌଦ୍ଧ ମତରେ ଥିଲେ। ଆଚ୍ଛା। ହଁ ତ ଇଫ ସେ ଆଇ ଏମ୍ ଯୋଉ କରେକ୍ଟ, ମାନେ ଆଇ ଏମ୍ ନଟ୍ 100% ସିଓର, ହଁ କିନ୍ତୁ ମୁଁ ଭାବୁଛି ଇଫ ଆଇ ଏମ୍ କରେକ୍ଟ ଦେନ୍ ସିଏ 6 ମନ୍ଥ ହିଁ ଥିଲେ ବୌଦ୍ଧ ମତରେ। ହଁ ହଁ, ତ ଆଉ ସେ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା, ମୁଁ ଯୋଉ ଜିନିଷ ଗୁଡା ସବୁ ଦେଖୁଛି, ହୁଁ କିଛି ଲୋକ ବୌଦ୍ଧ ମତକୁ ସନାତନ ସହିତ କମ୍ପେୟାର କରିଦଉଛନ୍ତି, ଯୋଉଟା କି କେବେ କମ୍ପେୟାରେବଲ ହିଁ ନୁହଁ। ଆପଣ ହୁଁ ମତେ କହିଲେ କି ଧର୍ମ ହଉଛି ବୌଦ୍ଧ ଇଏ ସିଏ, ଧର୍ମ କେବେ ଅନେକ ନଥାଏ ଆଜ୍ଞା। ଧର୍ମ ଆଚ୍ଛା ହଉଛି ଗୋଟିଏ। ହଁ ହେଲା, ଏଇଟା ମୁଁ କାହିଁକି କହୁଛି, ହୁଁ ଧର୍ମ ଶବ୍ଦର ଅର୍ଥ, ଧର୍ମ ଧୃ ଧାତୁରୁ ଆସିଛି, ଧୃର ଅର୍ଥ ହଉଛି ଧାରଣ କରିବାକୁ ଯୋଗ୍ୟ। ସୋ ଧର୍ମର ଅର୍ଥ ହଉଛି ଧାରଣ କରିବାକୁ ଯୋଗ୍ୟ। କେମିତି? ଆଚ୍ଛା ମାନିକି ଚାଲନ୍ତୁ, ଆପଣ ତ ସନାତନୀ ନୁହନ୍ତି, ମେ ବି ବୁଦ୍ଧିଷ୍ଟ ବୋଧେ? ହଁ ହଁ, ତ ଗୋଟେ ବୌଦ୍ଧ ଲୋକ ଯଦି, ମତେ ମୋ ସନାତନ ଧର୍ମ ଏଇଟା ଶିଖେଇଛି, ଯଦି ଗୋଟେ ବୌଦ୍ଧ ଲୋକ ବିନା ହୁଁ ସ୍ୱାର୍ଥରେ, ବିନା ସ୍ୱାର୍ଥରେ ହୁଁ କାହାର କିଛି ଭଲ କରୁଛି, ତାହେଲେ ହୁଁ ସିଏ ବି ଧର୍ମ କରୁଛି। ଧର୍ମ କୌଣସି କାହାର ପଦ ବାଚ୍ୟକୁ ଇଏ ନୁହେଁ କି ଆଚ୍ଛା ମୁଁ ଏଇ ଜାଗାରେ ରହିଲେ ହିଁ ଧାର୍ମିକ ହେବି, ନାଇଁ। ହୁଁ ଆପଣ ଭଲ କାମ କରିବେ, ଯୋଉଟା ବି ଭଲ କାର୍ଯ୍ୟ ହବ, ଉତ୍ତମ କାର୍ଯ୍ୟ ଯୋଉଟା କି ଧାରଣ କରିବାକୁ ଯୋଗ୍ୟ, ଆଚ୍ଛା ସେଇଟା ହିଁ ଧର୍ମ। ଆଉ ଗୋଟେ କଥା ରହିଲା, ଲୋକ କହୁଛନ୍ତି ଯେ ଯଦି ତମେ ଏତେ ଧର୍ମକୁ ମାନୁଛ, ତାହେଲେ ଏମିତି ସବୁ କାହିଁକି ହଉଛି? ହଁ, ମୁଁ ମାନୁଛି ଏଇ ଜିନିଷ ଭୁଲ ହଉଛି। ସମ୍ବିଧାନ ତ ହୁଁ ହତ୍ୟା କରିବାକୁ ଅପରାଧ ବୋଲି ମାନିଛି, ତା ବୋଲି ଯିଏ ହତ୍ୟା କରୁଛି ତା ପାଇଁ କଣ ସମ୍ବିଧାନ ଦାୟୀ? ଆଚ୍ଛା କୁହନ୍ତୁ, ସମ୍ବିଧାନ ଦାୟୀ କି? ନା ତ ତା ମାନେ ଯିଏ ହତ୍ୟା କରୁଛି ସିଏ ତାର ସମ୍ବିଧାନକୁ ମାନୁ ହିଁ ନାହିଁ। ହୁଁ ଯୋଉମାନେ ଖରାପ କାର୍ଯ୍ୟ କରୁଛନ୍ତି ସେ ମାନୁନାହାନ୍ତି। ଆପଣ ମାନେ ବ୍ରାହ୍ମଣଙ୍କୁ ଟାର୍ଗେଟ କରୁଛନ୍ତି, ଆକ୍ଚୁଆଲି ବ୍ରାହ୍ମଣ ଶବ୍ଦର ଅର୍ଥ କଣ ଜାଣିଛନ୍ତି? ଯଦି ମୁଁ ସନାତନ ଧର୍ମ ହିସାବରେ କହିବି, ହୁଁ ଏବେ ଯୋଉମାନେ ଅଛନ୍ତି ସେମାନେ କେବେ ଯଦି କିଏ ଗୋଟେ ଭଲ ଲୋକ ଥିବ ଯେ ବ୍ରାହ୍ମଣର ପ୍ରକୃତ ଜାଣିଛ, ବ୍ରାହ୍ମଣ ତ ପ୍ରଥମ କଥା କେହି ଭେଦଭାବ କରିବେ ନା, ଆଚ୍ଛା କେହି ବି ଭେଦଭାବ କରିବେ ନା, କାରଣ ବ୍ରାହ୍ମଣ ଶବ୍ଦର ଅର୍ଥ ଯିଏ ବ୍ରହ୍ମକୁ ଜାଣିଥିବ, ଆଉ ବ୍ରହ୍ମ କେବେ ଭେଦଭାବ କରିବା ଶିଖାଏନି। ଆଚ୍ଛା ହଁ, ଆଉ ଯୋଉମାନେ ବି କରୁଛନ୍ତି ସେମାନେ କେବେ ବ୍ରାହ୍ମଣ ନୁହନ୍ତି, ନା ସେ କୋଉ ହଁ ବର୍ଣ୍ଣରେ ବି ଆସିବନି। ସନାତନ ଧର୍ମରେ କୁକର୍ମକୁ କେବେ କୋଉ ବର୍ଣ୍ଣ ସହିତ କମ୍ପେୟାର କରାଯାଏନି, ସିଏ ଅଲଗା ଚଣ୍ଡାଳି ହିଁ ହବ। ସେ ଯିଏ ଆଚ୍ଛା ଯିଏ ଦୋଷୀ ସେ ଦୋଷୀ, ସେ ଦୁଷ୍ଟ ସେ ଦୁଷ୍ଟ। ହୁଁ ହଁ, ତ ଆପଣ ମାନେ ବ୍ରାହ୍ମଣଙ୍କୁ ବଦନାମ କରିବାକୁ ବୌଦ୍ଧିଷ୍ଟ, ଆଉ ସବୁବେଳେ କମ୍ପାରିଜନ କରିଦଉଛନ୍ତି ଯେ ବୌଦ୍ଧ ଧର୍ମ ହଉଛି ସନାତନଠୁ ଭଲ। ମୁଁ ବୁଝିପାରୁନି କେମିତି କଣ? ଆଚ୍ଛା ତ ଆଉ ଗୋଟେ ପ୍ରଶ୍ନ ହଉଛି, ହଁ ସର୍ବପ୍ରଥମେ ସନାତନ ମାନେ ପ୍ରଥମେ ସନାତନ ଥିଲା ନା ବୌଦ୍ଧ ମତ ଥିଲା, କଣ ଥିଲା? ବୋଧ ବୌଦ୍ଧ ଥିଲା। ହଁ ଆଚ୍ଛା, ଇଏ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଇଏ ବର୍ଣ୍ଣ ଇଏ କୋଉଥିରେ, ମାନେ କୋଉ ଧର୍ମର ମତ, ବୌଦ୍ଧ ନା ସନାତନ? ଏଇଟା ବ୍ରାହ୍ମଣ ଧର୍ମର। ବୌଦ୍ଧ ମତ ନା ସନାତନ ମତ, ଯୋଉ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର?
ଏଇଟା ସନାତନର ବି ନୁହେଁ କି ଇଏ ବୌଦ୍ଧର ବି ନୁହେଁ, ଏଇଟା ହଉଛି ବ୍ରାହ୍ମଣ ଧର୍ମର। ନାଇଁ ନାଇଁ ସନାତନ ନୁହଁ, ଆପଣ ଜାଣିଛନ୍ତି? ହେଁ ଆପଣ ଜାଣିଛନ୍ତି ସନାତନ ନୁହଁ? ମୁଁ ତ ସନାତନର ଜାଣିନି। ନାଇଁ ତାହେଲେ କେମିତି କହୁଛନ୍ତି ବ୍ରାହ୍ମଣ? ବ୍ରାହ୍ମଣସ୍ୟ ମୁଖ୍ୟମାସୀ ବାହୁରାଜନ୍ୟ ଆଉ କୃତ ସେଇଟା ହେଲା। କ୍ଷତ୍ରିୟ। ଆଉ ଶୁଣନ୍ତୁ ଆଉ ଶୁଣନ୍ତୁ। ଗୋଟେ ଜିନିଷ ଦେଖିବେ ନାଇଁ ତ, ନାଇଁ 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 wait, let me ଶୁଣ complete. ଟିକେ ସାର୍ ଟିକେ ସାର୍ ସାର୍ ଶୁଣ। ଗୋଟେ ମିନିଟ୍ ଶୁଣନ୍ତୁ ଶୁଣନ୍ତୁ। ହଁ ଆପଣ ମେ ବି ଇଞ୍ଜିନିୟର ବୋଧେ? ହଁ ହଁ ତ ଶୁଣନ୍ତୁ ଶୁଣନ୍ତୁ। ଏଇଟା ଯୋଉ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏଇଟା ସନାତନ ମତ ନୁହେଁ। ଆଚ୍ଛା ମୁଁ ପଚାରୁଛି। ହଁ ନା ନା ମୁଁ ଜାଣିବାରେ ସେଇଟା ବୌଦ୍ଧର ବି ନୁହେଁ କି ସନାତନର ବି ନୁହେଁ, କେମିତି ଏଇଟା ହଉଛି ନୁହେଁ? ବ୍ରାହ୍ମଣ। ନାଇଁ ବ୍ରାହ୍ମଣ ଧର୍ମ ପୁଣି ଗୋଟେ କୋଉଠି ହେଲା? ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏଇଟା ଦେଖନ୍ତୁ ଆମର ବା ଯୋଉଟା ଶୁଣ ହିନ୍ଦୁ ବେଦରେ, ଧର୍ମ ଥିଲା। ଶୁଣନ୍ତୁ ଶୁଣନ୍ତୁ ଟିକେ ଶୁଣନ୍ତୁ ହଁ ମୁଁ କଥାଟା କହିସାରେ ଆগে ଶୁଣନ୍ତୁ। ହୁଁ, ଯୋଉ ବ୍ରାହ୍ମଣସ୍ୟ ମୁଖ୍ୟମାସୀ ବାହୁରାଜନ୍ୟ କୃତ କ୍ଷତ୍ରିୟ, ହୁଁ, ଏଟା ବା ବେଦ ମନ୍ତ୍ର। ଆଚ୍ଛା। ତ ଆଉ ବେଦ ସନାତନ କିଏ କେମିତି ଲେଖିଛି? ନୁହଁ? ବେଦ କିଏ ଲେଖିଛି? କିଏ ଲେଖିଛି ମାନେ? ଆଉ ବେଦ କିଏ ଲେଖିଛନ୍ତି କି? ସୃଷ୍ଟି ଆରମ୍ଭରୁ ଚାରି ଋଷି। ଓହୋ ରେ, ଏଇଟା ବି ଆପଣ ମାନିଛନ୍ତି? ବେଦ ତ ବ୍ରାହ୍ମଣ ଲେଖିଛି ତା ସୁବିଧା ହିସାବରେ। ହୁଁ, ଟିକେ ଶୁଣନ୍ତୁ, ହଁ ଟପିକ ମୋର ସେଇଟା ନୁହେଁ ହେଲା। ହଉ ଠିକ ତାପରକୁ ଅଛି। ଶୁଣନ୍ତୁ ଶୁଣନ୍ତୁ, ଟପିକ ହଁ ମୋର ସେଇଟା ନୁହଁ। ଆପଣ ଯୋଉ କଥା କହୁଛନ୍ତି ମତେ ହସ ଲାଗୁଛି। କୋଉ ବ୍ରାହ୍ମଣ ହଁ ଲେଖିଥିଲା? ହଉ ହସନ୍ତୁ, କିଛି ଅସୁବିଧା ନାଇଁ ନାଇଁ, ନାହିଁ। କାରଣ ଆପଣ ଟପିକ ଟାକୁ ଗୋଟେ ଅଲଗା ୱେ କି ନଉଛନ୍ତି, ସେଟାକୁ ଯଦି ଡିସକସନ କରିବେ ତାହେଲେ ବହୁତ ଭଲ ବି ହବ। କୋଉ ହଁ ବ୍ରାହ୍ମଣ ଲେଖିଥିଲା? ଆଉ ଆଚ୍ଛା, ଆମର ଯଦି ଏଠି ମାନେ ଆପଣ ଯେତିକି ଶାସ୍ତ୍ର ସବୁ ଯଦି ଆଗରୁ ଅଛି, ତାହେଲେ ଅଲଗା କଣ୍ଟ୍ରି କାହିଁ ନାହିଁ? କୋଉଥିରେ ନାହିଁ ଅଲଗା କଣ୍ଟ୍ରିରେ? ଅଲଗା କଣ୍ଟ୍ରି ଜାପାନ, ଆମେରିକା, ଚୀନ। ଆଚ୍ଛା, ଜାପାନ, ଆମେରିକା, ଚୀନରେ ନାହିଁ। ହଁ, ଯଦି ନାହିଁ ସେଇଠୁ କଣ ପ୍ରମାଣ ହେଇଯିବ? ତା ମାନେ ପ୍ରମାଣ ଟା କଣ ହବ? ତାହେଲେ ତ ଆମେ ପ୍ରମାଣ ଏଠି ମଣିଷ ଲେଖିଛି। ଆଚ୍ଛା ଗୋଟେ କଥା ମୁଁ କହୁଛି, ମୁଁ ଏଇଖିଣି ହଁ ଗୋଟେ ଆପଣଙ୍କୁ ଦେଖେଇବି ଯେ ହଁ ଫିଲିପିନ୍ସ କି ହଂକଂ ରୁ ଗୀତାର 70ଟା ପାଣ୍ଡୁଲିପି ମିଳିଛି। ଆପଣ ବିଶ୍ୱାସ କରିବେ? ନା ହୁଁ? ନା। ଯଦି ମୁଁ ପ୍ରମାଣ ଦେଖେଇଲି ତାହେଲେ କଣ ହବ? ହଉ ସେଇଟା ତ ଦେଖାନ୍ତୁ ମତେ। ହଁ। ମୋର ଯଦି ଆଉ ବିଶ୍ୱାସ ଆଉ ଗୋଟେ ହୁଏ କଥା ତାହେଲେ ହେଲା, ଆଉ ଗୋଟେ କଥା ହେଲା, ଆଉ ଗୋଟେ ହଁ କଥା ହେଲା, ପ୍ରମାଣ ମୁଁ ଦେଖେଇଦେବି ପାଣ୍ଡୁଲିପି ମିଳିଛି। ହଁ ତ ଏଇ ଯୋଉ ଶିବଲିଙ୍ଗ ସବୁ ଅଲଗା ଅଲଗା ଦେଶରୁ ମିଳୁଛି, ତାକୁ କଣ କହିବେ? ଆଉ ସେଟା ଯୋଉ ଥରେ ଅମରନାଥରେ କଣ ହେଲା, ହେଲିକପ୍ଟର ଯାଇକି ଯୋଉ ଶିବଲିଙ୍ଗ ବନେଇଲେ, ସେଇଟା କଣ? ଅମରନାଥରେ? ଆରେ ସିଏ ଶୁଣନ୍ତୁ ଶୁଣନ୍ତୁ, ସିଏ କିଏ କଣ କରୁଛି ମୁଁ ଆପଣଙ୍କ କଥାକୁ କହୁଛି, ଏମିତି ସେଇ ଥୋଡି ନା ହେଲା କଥା କଥା। ହବ। ହୁଁ ମୁଁ କହୁଛି ଯେ ହୁଁ ଅଲଗା ଅଲଗା ଦେଶରେ ଯୋଉ ସବୁ ଅ ହୁଁ ମାନେ ଶିବଲିଙ୍ଗ ମିଳୁଛି, ସେ ସବୁ କଣ? ଆଉ ଗୋଟେ କଥା ହେଲା, ଅଲଗା ଦେଶରେ କାହିଁକି ନାହିଁ? ମୁଁ କବି ସେଟା ବି ବୁଝେଇବି ହଁ ଆପଣଙ୍କ କଥାରେ, ଅଲଗା ଦେଶରେ କାହିଁକି ନାହିଁ। ହୁଁ। ପ୍ରଥମ କଥା ହେଲା, କୋଉ କୋଉ ଦେଶରେ ହିନ୍ଦୁ ନାହାନ୍ତି? ଭାରତ ଛାଡି ଅଲଗା କୋଉଠି ନାହାନ୍ତି? ସବୁ ଜାଗାରେ ହିନ୍ଦୁ ଅଛନ୍ତି। ନା ସନାତନକୁ ରହିବାକୁ ମାନିଲା ବାଲା ଆଫ୍ରିକାରେ ଅଛନ୍ତି, ଶୁଣନ୍ତୁ, ହୁଁ ଇଂଲଣ୍ଡରେ ଅଛନ୍ତି, ରୁଷ ରେ ଅଛନ୍ତି, ଜାପାନ ରେ ଅଛନ୍ତି, ଚୀନ ରେ ଅଛନ୍ତି, ଆମେରିକାରେ ଅଛନ୍ତି, ସବୁ ଜାଗାରେ ଅଛନ୍ତି। ଆଚ୍ଛା ହଁ। ହଉ ଠିକ ଅଛି, ତାହେଲେ ଗୋଟେ ଆପଣ ବି ଆପଣଙ୍କ ବିଚାରଧାରା ନାଇଁ ଚାଲନ୍ତୁ, ନାଇଁ ମୁଁ ମୋର ସରିନି, ମୁଁ ସରିନି, ମୁଁ ହଁ କହିସାରେ ମୁଁ କହିସାରେ। ଆପଣ ହଁ କହିଲେ ନା କୋଉ ଜାଗାରେ ନାହାନ୍ତି? ହୁଁ ସବୁ ଜାଗାରେ ଅଛନ୍ତି। ହଁ ଏତିକି ଏମିତି ହେଇପାରେ, ସେମାନଙ୍କର ଯୋଉମାନେ ସେଠି ମେଜୋରିଟିରେ ଅଛନ୍ତି ସେମାନଙ୍କର ମତ ଅଲଗା। ହୁଁ ବାକି ମନୁଷ୍ୟର ଉତ୍ପତ୍ତି ତ କୋଉ ପର୍ଟିକୁଲାର ଗୋଟେ ଜାଗାରୁ ହେଇଥିବ ନା। ହୁଁ ମୁଁ ଯୋଉଟା କହୁଛି, ତାପରେ ସେମାନେ ବେପାର ବାଣିଜ୍ୟ ପାଇଁ ଯାଇକି କୋଉଠି କି କଣ ସେଟଲ ହେଇଥିବେ। ହୁଁ ଠିକ ନା ଭୁଲ? ହଁ ହଁ। ତ ଯଦି ଭାରତରୁ ଗୋଟେ ଲୋକ ଯାଇକି ଆମେରିକାରେ ଅଛି, ସିଏ ହଁ ସନାତନ ଧର୍ମକୁ ମାନୁଛି, ବେଦ ପଢୁଛି, ହୁଁ ଉପନିଷଦ ପଢୁଛି, ଦର୍ଶନ ଶାସ୍ତ୍ର ପଢୁଛି, ରାମାୟଣ ହୁଁ ପଢୁଛି, ମହାଭାରତ ପଢୁଛି, ତ ଆମେରିକାରେ ହୁଁ ସେଟା କେମିତି ହେଲା ନା? ଏଇଠୁ ଯାଇକି ସେମାନେ କରିଛନ୍ତି। ହଁ ତ କିଛି ବି ହଉ, ଅଛନ୍ତି ନା। ହଁ ଯେମିତି ହଁ ଖ୍ରୀଷ୍ଟିଆନ ମାନେ ଆସିକି ଭାରତରେ ଅଛନ୍ତି ବା ହୁଁ ନିଜର ଧର୍ମ ପରିବର୍ତ୍ତନ କରିକି ଅଛନ୍ତି, ସେମାନେ ବି ତ ବାଇବଲ ପଢୁଛନ୍ତି। ତ ସେ ହଁ ବିଶ୍ୱବ୍ୟାପୀ ହେଲେ କି ହେଲେନି? ତ ହଁ କଥା ଏଇଟା ଯୋଉ ପଚାରୁଛନ୍ତି ଯେ ସେଠି ନାହାନ୍ତି ଏଠି ନାହାନ୍ତି, ଏସବୁ ହଉଛି ଭୁଲ କଥା। ସବୁ ଜାଗାରେ ଅଛନ୍ତି। ମୁଁ ଆପଣଙ୍କୁ କିଛିଟା ଫ୍ୟାକ୍ଟ ଦଉଛି, ଆପଣ ଶୁଣନ୍ତୁ। ହୁଁ ଇଣ୍ଡୋନେସିଆ ବିଶ୍ୱର ସବୁଠୁ ବଡ ମୁସଲମାନ ଦେଶ। ହଁ ଆଉ ପପୁଲେସନ ହିସାବରେ ସବୁଠୁ। ସେଠି ହୁଁ ଏବେ ବି ରାମାୟଣ ପ୍ରଚଳିତ ହଉଛି, ସେ ତାଙ୍କ ଟିଭିରେ ଗୁଗଲ କରି ଦେଖିନେବେ। ତାଙ୍କ ଆଚ୍ଛା ନୋଟ ରେ ଏବେ ବି ଗଣେଶଙ୍କର ଫଟୋ ଅଛି। ଆଚ୍ଛା ଜାପାନରେ ରାମାୟଣ ହଉଛି, ଫିଲିପିନ୍ସ ରେ ହଉଛି, ହଂକଂ ରେ ହଉଛି, ତାଇୱାନ ରେ ହଉଛି, ସବୁ ଜାଗାରେ ହଉଛି। ଆଚ୍ଛା ହଁ। ତ ଇଏ ସବୁ ହଉଛି ଜିନିଷ। ଆପଣ କହିଲେ ଯେ କି ବ୍ରାହ୍ମଣ ହଉଛି ବ୍ରାହ୍ମଣ କ୍ଷତ୍ରୀୟ ବୈଶ୍ୟ ଶୂଦ୍ର ସନାତନ ନୁହଁ, ଯଦି ଆପଣ ସନାତନ ବିଷୟରେ ଜାଣିନାହାନ୍ତି, କହୁଛନ୍ତି ସନାତନ ନୁହଁ। ସିଏ ହଉଛି ସନାତନ ଧର୍ମର ପାର୍ଟ। ହୁଁ ମୋ ପଏଣ୍ଟ ଏଇଟା ହଉଛି, ଆପଣଙ୍କର ପ୍ରଥମ କ୍ଲେମ ହେଲା ଯେ କି ଆପଣ କହିଲେ ଯେ ବୌଦ୍ଧ ମତ ସନାତନ ଧର୍ମ ପୂର୍ବରୁ ଥିଲା। ଠିକ ନା? ହୁଁ ଆଉ ହଁ ଆପଣ ଆ ପୂର୍ବରୁ କହିଛନ୍ତି ଯେ ଆପଣ ଆମ୍ବେଦକରକୁ ମାନୁଛନ୍ତି। ହଁ ମୁଁ ଲେଖିନି କି କୌଣସି ବ୍ରାହ୍ମଣ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିନାହାନ୍ତି। ଆଚ୍ଛା ଆପଣ ଆମ୍ବେଦକରଙ୍କ ଗୋଟେ ବହି ପଢନ୍ତୁ, ବୁଦ୍ଧ ହୁଁ ଆଣ୍ଡ ହିଜ ଧାମ। ଆଚ୍ଛା ହଉ ହଁ। ଠିକ ଅଛି। ଶୁଣନ୍ତୁ ମୁଁ କହିସାରେ, ହଁ ହଁ ସେଥିରେ ଆମ୍ବେଦକର କ୍ଲିୟରଲି ମେନସନ କରିଛନ୍ତି ଯେ ବୌଦ୍ଧଙ୍କର ଯୋଉ 8 ଜଣ ଗୁରୁ ଥିଲେ ସେ ବ୍ରାହ୍ମଣ ଥିଲେ। ବୌଦ୍ଧ ଯେତେବେଳେ ତାଙ୍କ ମା ଯେତେବେଳେ ତାଙ୍କୁ ଯୁଦ୍ଧ କଳା ଶିଖଉଥିଲେ ବା କିଛି ହୁଁ ଜିନିଷ ଶିଖଉଥିଲେ,
ଯୋଉ ବୌଦ୍ଧ ମନା କଲେ, କହିଲେ ମୁଁ ଏଇଟା କରିବି ନା। ତାଙ୍କ ମାଙ୍କ ନାଁ କଣ ମୁଁ ଏକ୍ଜାକ୍ଟଲି ଭୁଲୁଛି, ଯୋଉ ସିଦ୍ଧାର୍ଥ ଗୌତମଙ୍କ ମାଙ୍କ ନାଁ କଣ? କୌଶଲ୍ୟା। ଗୌତମ ବୁଦ୍ଧଙ୍କ ମାଙ୍କ ନାଁ କୌଶଲ୍ୟା ଥିଲା? ହଁ ନାଇଁ ମ, କୌଶଲ୍ୟା ନୁହଁ, ଅଲଗା ଗୋଟେ ଆଚ୍ଛା କିଏ ଥିଲା। ଟିକେ ଆଉ ଗୋଟେ କଲ୍ ଆସୁଛି, ଟିକେ ମୁଁ ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି ସେ ଆପଣଙ୍କ କଲଟିକୁ ହୋल्ड ରେ ରଖିଛନ୍ତି, ଦୟାକରି ଲାइन ରେ रुहंतु। आप जिस व्यक्ति से बात कर रहे हैं उन्होंने आपके कॉल को होल्ड पर रखा है, कृपया लाइन पर बने रहिए। The person you are speaking with has put your call on hold. Please stay on the line. ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ ହ୍ୟାଲୋ କୁହନ୍ତୁ। ହୁଁ, ତ ତାଙ୍କ ମାଙ୍କ ନାଁ ଏକ୍ଜାକ୍ଟଲି ମୋର ମନେ ପଡୁନି, ମେ ବି କଣ ଗୋଟେ ହେଇଥିବ। ଚାଲୁ ଠିକ ଅଛି। ହଁ, କୌଶଲ୍ୟ ଆପଣ ଯଦି କହୁଛନ୍ତି, ମେ ବି ମୋର ଟିକେ ମନେ ପଡୁନି। ହଁ ତ ଠିକ ଅଛି। ବୁଦ୍ଧ ଆଣ୍ଡ ହିଜ ଧାମରେ ସେ କ୍ଲିୟରଲି ମେନସନ କରିଛନ୍ତି ଏ କଥା ଯେ ହଁ କି ବୌଦ୍ଧଙ୍କର ଯୋଉ ପ୍ରଥମ 8 ଜଣ ଗୁରୁ ଥିଲେ ସେ ବ୍ରାହ୍ମଣ ଥିଲେ। ହଁ ଆଉ ତାଙ୍କ ମା ଯେତେବେଳେ ଇଏ କହିଲେ ମୁଁ ଯୁଦ୍ଧ କରିବିନି, ସାୟଦ ଶିକାର ଫିକାର ନା ଏମିତି କଣ ଗୋଟେ କରିବାର ଥିଲା ତାଙ୍କୁ, ସେ କହିଲେ ମୁଁ କରିବିନି। ତ ତାଙ୍କ ମା ତାଙ୍କୁ କ୍ଷତ୍ରିୟ ଧର୍ମ, କାରଣ ବୌଦ୍ଧ ରାଜା ପୁଅ ଥିଲେ, ସେ ହଁ ସିଦ୍ଧାର୍ଥ ଗୌତମ ଜଣେ ରାଜା ପୁଅ ଥିଲେ ନା, ତାଙ୍କୁ ହଁ କ୍ଷତ୍ରିୟ ଧର୍ମ ବିଷୟରେ ବୁଝଉଛନ୍ତି। ହୁଁ ଏଇଟା ମୁଁ ନୁହେଁ, ଆମ୍ବେଦକର ଲେଖିଛନ୍ତି ବୁଦ୍ଧ ଆଣ୍ଡ ହିଜ ଧାମରେ। ଓକେ। ହୁଁ, ତ ଆପଣଙ୍କର, ମୁଁ କାହା କଥା ମାନିବି? ଆପଣଙ୍କ କଥା ମାନିବି ନା ଆମ୍ବେଦକରଙ୍କ କଥା ମାନିବି? ଆମ୍ବେଦକରଙ୍କ କଥା ମାନନ୍ତୁ। ତାମାନେ ଆପଣ ଭୁଲ ଏ ଜାଗାରେ। ହଁ ଯେ ଆପଣ କୁହନ୍ତୁ ବର୍ତ୍ତମାନ କୋଉ ଧର୍ମ ଆଗେ ଥିଲା, ସନାତନ ନା ବୌଦ୍ଧ ଥିଲା? ସନାତନ ତାହେଲେ ଆପଣଙ୍କ କଥା ହିସାବରେ। ନା ମୋ କଥା ହିସାବରେ ନୁହଁ, ଆପଣଙ୍କ ଆମ୍ବେଦକର ଲେଖିଛନ୍ତି ଭାଇ, ମୁଁ ହଁ ଆପଣଙ୍କୁ ରେଫରେନ୍ସ ବି ଦେଇଦେବି। ମୁଁ ତ ବୁକ୍ ନାଁ କହୁଛି, ବୌଦ୍ଧ ଆଣ୍ଡ ହିଜ ଧାମ ପଢନ୍ତୁ। ଆଚ୍ଛା ଠିକ ଅଛି। ଆଚ୍ଛା ମୁଁ ବୁଦ୍ଧ ଆଣ୍ଡ ଧାମ ପଢେ, ତାପରେ ସେଇଟା ଉପରେ ଆମେ ଇଏ ଡିସ୍କସ କରିବା। ହଁ, ତ ଆପଣ ପଢନ୍ତୁ, ସେଠି ହଁ କ୍ଲିୟରଲି ମେନସନ ଅଛି। ହଉ ଗୋଟେ ଠିକ ଅଛି। ଜିନିଷରୁ ଗୋଟେ କଥା ପ୍ରୁଭ ହେଇଯିବ ଯେ ଆଚ୍ଛା ବୁଦ୍ଧ ଆଣ୍ଡ ହିଜ ଧାମ ଯୋଉ ହଁ, ପୁସ୍ତକଟା ଅଛି, ସେଇଟା ଆଚ୍ଛା କ୍ଲିୟରଲି ସେଥିରେ ମେନସନ ଅଛି 8 ଜଣ ଗୁରୁ ହଉ ଥିଲେ ବୌଦ୍ଧଙ୍କର, ସେ ବ୍ରାହ୍ମଣ ହଉ ଥିଲେ, ଠିକ ଆଉ ତାଙ୍କ ମା ତାଙ୍କୁ କ୍ଷତ୍ରିୟ ଧର୍ମ ବିଷୟରେ ବୁଝାଉଛନ୍ତି। ଆଉ ଗୋଟେ କଥା, ଅଛି। ହଁ ଯୋଉ ଜିନିଷଟା ଅଛି କଣ, ଆପଣ ସ୍ଵାମୀ ପ୍ରସାଦ ମୌର୍ୟକୁ ଜାଣିଛନ୍ତି? ହଁ କିଏ କହିଲେ? ସ୍ୱାମୀ ପ୍ରସାଦ ମୌର୍ୟ। ହଁ, ବର୍ତ୍ତମାନ ସେ ସମାଜବାଦୀ ପାର୍ଟିର ନେତା ଅଛନ୍ତି ମେ ବି। ହଁ ହଁ, ସିଏ ବହୁତ ବହୁଜନ ନେତା ନା ସିଏ। ହଁ ବହୁଜନ ନେତା। ସେ ନ୍ୟାସନାଲ ଟେଲିଭିଜନରେ ତାଙ୍କୁ ଯେତେବେଳେ ପଚାରିଲେ ପ୍ରଥମ ହିନ୍ଦୁ ଧର୍ମ ଥିଲା ନା ବୌଦ୍ଧ ଧର୍ମ ଥିଲା, ସେ କହିଲେ ପ୍ରଥମ ହିନ୍ଦୁ ଧର୍ମ ନଥିଲା, ବୌଦ୍ଧ ଧର୍ମ ଥିଲା। ସେ କହିଲେ ବୌଦ୍ଧ ଧର୍ମ ପୂର୍ବରୁ ରିପୋର୍ଟର ପଚାରିଲେ ନ୍ୟାସନାଲ ଟେଲିଭିଜନରେ, ସେ କହିଲେ ହୁଁ ବୈଦିକ ଧର୍ମ ଥିଲା। ଆଚ୍ଛା ହଁ, ତ ବୈଦିକ ଧର୍ମ ର ପାଳନ କର୍ତ୍ତା କିଏ? ଅବଭିୟସଲି ସନାତନୀ ମାନେ ବୈଦିକ ଧର୍ମକୁ ପାଳନ କରୁଛନ୍ତି, କାରଣ ସନାତନର ହିଁ ତ ବେଦ ନା। ହଁ ତ ଆପଣ କେମିତି କହୁଛନ୍ତି ଯେ ଆପଣଙ୍କ ବୌଦ୍ଧ ମତ ଆଗରୁ ଥିଲା? ହଉ ତାପରେ ଚलो ରହିଲା ଏସି ଏସଟି ଓବିସିଙ୍କ କଥା। ଏସି ଏସଟି ଓବିସି, ଆମେ ଭାରତରେ ଯୋଉମାନେ ଅଛୁ, ଯୋଉମାନେ ସନାତନକୁ ମାନୁଛନ୍ତି, ସେ ସମସ୍ତେ ହଉଛନ୍ତି ଆର୍ଯ୍ୟପୁତ୍ର ସନାତନୀ। ଆଉ ଏସି ଏସଟି ଓବିସି ହୁଅ କି ବ୍ରାହ୍ମଣ ହଉ, ହିନ୍ଦୁ କେହି ବି ନୁହନ୍ତି। ହୁଁ ହିନ୍ଦୁ କେହି ବି ନୁହନ୍ତି। ଯୋଉମାନେ ବି ଭାରତର, ୟା ତ ଭାରତରେ ଯୋଉମାନେ ରହୁଛନ୍ତି ସମସ୍ତେ ହିନ୍ଦୁ। ଯଦି କାହାକୁ ଆପତ୍ତି ହଉଛି, ମୁଁ ବି ଜାଣିଛି କିନ୍ତୁ ଶବ୍ଦର ଅର୍ଥ ବହୁତ ଖରାପ, ତାହେଲେ ହଁ ହିନ୍ଦୁ କେହି ବି ନୁହନ୍ତି। କିନ୍ତୁ ମୋ କହିବା କଥା ହଉଛି ଯେ ଆପଣଙ୍କ ହିସାବରେ କଂଗ୍ରେସ ବନେଇଲା କଣ ଆମର କମିଟି କଂଗ୍ରେସ ଗୋଟେ, ସରି ବ୍ରାହ୍ମଣ ମାନେ କଂଗ୍ରେସ କମିଟି ବନେଇଲେ। ବନେଇଲେ। ହଁ, ବ୍ରାହ୍ମଣ ମାନେ ଏଲନି ହ୍ୟୁମଙ୍କୁ ରଖିଲେ। ସେଇ ହଁ ବ୍ରାହ୍ମଣ ମାନେ କେମିତି ନିଜେ ନିଜକୁ ଗାଳି ଦେଲେ ହିନ୍ଦୁ ଶବ୍ଦ କ୍ରିଏଟ କରିକି। ହଁ ତ କଥା ପରସ୍ପର ଉପରେ ବିରୋଧାଭାସ ହଉଛି। କଥା ଏଠି ହଉଛି, ଯେ ପର୍ଯ୍ୟନ୍ତ ଆମେ ନିଜେ ସତ୍ୟତାକୁ ଜାଣିବାକୁ ଚେଷ୍ଟା କରିବା ନା, କେବଳ ମାନେ ବ୍ରାହ୍ମଣକୁ ଗାଳି ଦେଇକି ସନାତନଠୁ ଦୂରେଇ ଯିବା। ଆପଣ ହଁ ପାଖଣ୍ଡବାଦ ଉପରେ ଲେଖିଛନ୍ତି, ପାଖଣ୍ଡବାଦର କଥା ଉପରେ ଲେଖିଛନ୍ତି। ହଁ ପାଖଣ୍ଡବାଦ ବୌଦ୍ଧ ମତରେ ଯୋଉ ଭଳିଆ ପାଖଣ୍ଡବାଦ ଅଛି, ମତେ ଲାଗୁଛି ଇସଲାମରେ ବି ସେମିତି ପାଖଣ୍ଡବାଦ ନାହିଁ। ଆଚ୍ଛା ଆପଣ ବିନୟ ପିଟକ ପଢନ୍ତୁ, ସୁତ ପିଟକ ପଢନ୍ତୁ ବୁଦ୍ଧ ବଂଶାବଳୀରେ। 87 ହାତର ଲୋକ ଦୁନିଆରେ ଥାଆନ୍ତି? ନା ବୌଦ୍ଧ ମତରେ ଏସବୁ କଥାର ବର୍ଣ୍ଣନା ଅଛି। ଆପଣଙ୍କୁ ସାପ କାମୁଡିଲେ, ବିନୟ ପିଟକରେ ଲେଖା ହେଇଛି, ସାପ କାମୁଡିଲେ ବିଷ୍ଠା ଖାଇବା କଥା କହୁଛନ୍ତି। ହଁ ପୋଲିଓ ରୋଗ ହେଲେ, ପାଣ୍ଡୁ ବା ପୋଲିଓ ରୋଗ ହେଲେ ମୁତ ପିଇବା କଥା କହୁଛନ୍ତି। ଆଚ୍ଛା ଆଉ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା, ଯଦି ଶୂଦ୍ର ମାନଙ୍କୁ ବା ଏସି ଏସଟି ଓବିସି ମାନଙ୍କ ପାଇଁ ଏତେ ବୌଦ୍ଧ ମାନଙ୍କର ଚିନ୍ତା, ତାହେଲେ ବୌଦ୍ଧ କଣ ପାଇଁ କେବେ ଏସି ଏସଟି ଓବିସିଙ୍କ ଘରେ ଜନ୍ମ ହୋଇନାହାନ୍ତି, ସବୁବେଳେ ବ୍ରାହ୍ମଣ କ୍ଷତ୍ରିୟଙ୍କ ଘରେ ଜନ୍ମ ହୋଇଛନ୍ତି? କଣ ପାଇଁ ହେଇନାହାନ୍ତି? ଏସି ଏସଟି ଓବିସିଙ୍କ ପାଇଁ ଯଦି ଏତେ ଚିନ୍ତା, ତାହେଲେ ଆଚ୍ଛା ସେ ବ୍ରାହ୍ମଣ ଘରେ କଣ ପାଇଁ ମାନେ ସବୁବେଳେ ବ୍ରାହ୍ମଣ କ୍ଷତ୍ରିୟଙ୍କ ଘରେ ମାନେ ବୌଦ୍ଧଙ୍କ ଜନ୍ମ? ବୌଦ୍ଧ କଣ ବ୍ରାହ୍ମଣ ଘରେ ଜନ୍ମ ନେଇଛନ୍ତି କି? ତ କ୍ଷତ୍ରିୟ ଘରେ ଜନ୍ମ ହେଇନଛି ନା, ଆପଣଙ୍କର ସିଦ୍ଧାର୍ଥ ଗୌତମ ତ କ୍ଷତ୍ରିୟ ଘରେ ଜନ୍ମ ନେଇଥିଲେ। ଆଚ୍ଛା ଆଚ୍ଛା ତାପରେ ଆଉ ଯୋଉ ସବୁ ସିଦ୍ଧାର୍ଥ ଗୌତମ ପୂର୍ବରୁ ଯୋଉ 24 ବୁଦ୍ଧ ଥିଲେ,
ସେମାନଙ୍କର ଟିକେ ଇତିହାସ ଦେଖି ନିଅନ୍ତୁ, ସେ କାହା ଘରେ ଜନ୍ମ ହେଇଛନ୍ତି, ବ୍ରାହ୍ମଣ ଘରେ ଜନ୍ମ ହେଇଛନ୍ତି ତା ଦେହରୁ କିଛି। ଶୁଣନ୍ତୁ, ଏଇ ନମ୍ବର ଟା ମୁଁ ରଖି ନଉଛି, ଯେତେବେଳେ ବୁଧ ଧାମା ପଢିକି ବହୁତ ଜଲ୍ଦି ପଢିବି, ତାପରେ ପୁଣି ଆପଣଙ୍କର ହ୍ୱାଟ୍ସଆପ ଅଛି କି? ହ୍ୱାଟ୍ସଆପ ଏଇ ନମ୍ବର ଅଛି ବା। ତ ମୁଁ ଆପଣଙ୍କୁ ବର୍ତ୍ତମାନ ସେ ବହିର ସ୍କ୍ରିନଶଟ ସହ ପେଜ ନମ୍ବର ପଠେଇ ଦଉଛି, ହିନ୍ଦୀ ଆଚ୍ଛା ଆଚ୍ଛା, ଠିକ ଅଛି, ସେଇଟାକୁ ସେଇ ସ୍କ୍ରିନଶଟ ରେ ପଠେଇ ଦିଅନ୍ତୁ। ହଁ ମୁଁ ପୁଣି ଆପଣଙ୍କୁ ରିଙ୍ଗ କରିବି ଯେ ହଁ ଏଇ ସ୍କ୍ରିନଶଟ ରେ ଏଇ ଅଛି କି ନାହିଁ। ମୋ ପାଖରେ ଯୋଉ ବହି ଅଛି ବା ମୁଁ ଯୋଉଟାକୁ ଯୋଗାଡ କରିବି, ଆପଣଙ୍କ ପାଖରେ ଯୋଉଟା ଅଛି ତାକୁ ଆମେ ମ୍ୟାଚ କରିନବା। ଆଉ ରହିଲା ହୁଁ। ଆମ୍ବେଦକରଙ୍କର ଯୋଉ କଥା ସବୁ ଅଛି, ଆପଣ ସବୁ ମାନୁଛନ୍ତି? ହଁ। କେବେ ମାନୁନାହାନ୍ତି? କେମିତି? କେମିତି ମୁଁ କହୁଛି, ହଉ। ଯେମିତି ଆପଣ ମାନେ ବିରୋଧ କରୁଛନ୍ତି ଯେ ଆପଣଙ୍କର ଗୋଟେ ମତ, ଯେମିତି ଆର୍ୟ ସମାଜର କଥା କହିଲେ, ଆର୍ୟ ସମାଜର ଗୋଟେ ମତ, ଶଙ୍କର ପରମ୍ପରାର ଗୋଟେ ମତ, ତାଙ୍କର ଗୋଟେ ମତ, ସେମିତି କହୁଛନ୍ତି ନା? ହଁ। ଆପଣ କଣ ମୁସଲମାନଙ୍କୁ ଦେଶଭକ୍ତ ମାନୁଛନ୍ତି? ହଁ। ଦେଶଭକ୍ତ ମାନୁଛନ୍ତି? ହଁ। ଆମ୍ବେଦକର ତ ମନା କରିଛନ୍ତି। କୋଉ ବହିରେ ନା କୋଉ ଇଏରେ? ପାର୍ଟିସନ ଅଫ ଇଣ୍ଡିଆ ଆଣ୍ଡ ପାକିସ୍ତାନ, ଫାଷ୍ଟ କଥା। ପାର୍ଟିସନ। ମୁଁ ବୁଝେଇଦେବି ଆଜ୍ଞା, ବୁଝେଇଦେବି। ଗାନ୍ଧୀ କି ମହାତ୍ମା ବୋଲି ମାନୁଛନ୍ତି? ନା ଆଁ? ନା। କାହିଁ ମାନୁନାହାନ୍ତି? ନା ଗାନ୍ଧୀ, ହଁ ଶୁଣନ୍ତୁ, କାହିଁକି ମୁଁ ମାନୁନି, କାହିଁକି ନା ଗାନ୍ଧୀକୁ ମହାତ୍ମା ବୋଲି କେହି ଆଖ୍ୟା ଦେଇନାହାନ୍ତି। ନାଇଁ ନାଇଁ, ଏଇଟା ଯୋଉଟା ଠିକ କରିଲେ, ଯୋଉଟା ମତେ ଖୁସି ଲାଗିଲା ଶୁଣିକି, କାରଣ ଆପଣଙ୍କର, ମୁଁ ଏଇ ଯୋଉ କଥା କଣ ପାଇଁ କହିଲି ଜାଣିଛନ୍ତି? ହଁ। ଆପଣଙ୍କର କିଛି ଲୋକ ଅଛନ୍ତି ଯୋଉମାନେ ଆମ୍ବେଦକର ନାଁ ନେଇକି ଗାନ୍ଧୀ କି ମହାତ୍ମା ବୋଲି ମାନୁଛନ୍ତି, ଯଦି ଆମ୍ବେଦକର BBC ଇଣ୍ଟରଭ୍ୟୁରେ 1936 ନା 76 ନା ଏମିତି କଣ ଥିଲା, ମୋର ଏକ୍ସାକ୍ଟ ଟାଇମ ମନେ ପଡୁନି, ସେ ଡାଇରେକ୍ଟ BBC ଇଣ୍ଟରଭ୍ୟୁରେ ତାଙ୍କୁ ପଚାରିଲେ, ଡୁ ୟୁ ଥିଙ୍କ ଗାନ୍ଧୀ ଇଜ ଏ ମହାତ୍ମା? ଆମ୍ବେଦକର ଡାଇରେକ୍ଟ ମନା କଲେ, ଆଇ ଡୋଣ୍ଟ ଥିଙ୍କ ଗାନ୍ଧୀ ଇଜ ଏ ମହାତ୍ମା, ମୁଁ ଭାବୁନି ଗାନ୍ଧୀ ମହାତ୍ମା ବୋଲିକି। ଗାନ୍ଧୀ କେବଳ କଂଗ୍ରେସଙ୍କ ପାଇଁ ମହାତ୍ମା, କଂଗ୍ରେସ ଯଦି 7 ବର୍ଷ ଗାନ୍ଧୀର ଜୟନ୍ତୀ ପାଳନ କରିବା ବନ୍ଦ କରିଦେବ, ଭାରତର ଲୋକ ପଚାରିବେ ଗାନ୍ଧୀ କିଏ? ଫାଷ୍ଟ କଥା। ସେକେଣ୍ଡ କଥା ହେଲା, ଆପଣ ମୁସଲମାନଙ୍କୁ ଦେଶଭକ୍ତ ମାନୁଛନ୍ତି। ପାର୍ଟିସନ ଅଫ ଇଣ୍ଡିଆ ଆଣ୍ଡ ପାକିସ୍ତାନ ପଢି ନିଅନ୍ତୁ, ସେ ବୁକ୍ ରେ ଅଛି, ମୋର ପେଜ ନମ୍ବର ମନେ ପଡୁନି, କିନ୍ତୁ ପାର୍ଟିସନ ଅଫ ଇଣ୍ଡିଆ ଆଣ୍ଡ ପାକିସ୍ତାନରେ ହଁ ଅଛି। ଶୁଣନ୍ତୁ, ସେଥିରେ କ୍ଲିୟରଲି ଆମ୍ବେଦକର ମେନସନ କରିଛନ୍ତି, ମୁସଲମାନ କେବେ ବି ଦେଶଭକ୍ତ ହେଇପାରିବ ନାହିଁ, କାରଣ ମୁସଲମାନର ଦେଶଭକ୍ତି କେବଳ ମୁସଲମାନ ରାଷ୍ଟ୍ର ପ୍ରତି ଆଉ ଇସଲାମ ପ୍ରତି। ଯେପର୍ଯ୍ୟନ୍ତ ଭାରତରେ ଥିବା ସମସ୍ତ ମୁସଲମାନ ପାକିସ୍ତାନକୁ ଚାଲି ଯାଇନାହାନ୍ତି, ଆଉ ପାକିସ୍ତାନରେ ଥିବା ସମସ୍ତ ହିନ୍ଦୁ ଭାରତକୁ ଆସିନାହାନ୍ତି, ସେ ପର୍ଯ୍ୟନ୍ତ ମୁଁ ଏ ବିଭାଜନକୁ ସମ୍ପୂର୍ଣ୍ଣ ବୋଲି ମାନିବି ନା। ଆଚ୍ଛା, ଆଉ ସେ ଯୋଉ ମୁସଲମାନଙ୍କୁ ଯୋଉ ଦୋଷ ଦେଇଛନ୍ତି ଯେ ଏମାନେ କେବେ ବି ଦେଶଭକ୍ତ ନୁହନ୍ତି, ତାହେଲେ ମୁଁ କହିବି ଯେ ସମ୍ବିଧାନ ସଭାକୁ ତାହେଲେ ମୁସଲମାନ ସହାୟତାରେ କେମିତି ବାବା ସାହେବ ଗଲେ? ଶୁଣନ୍ତୁ, ଗୋଟେ କଥା ଶୁଣନ୍ତୁ, ଆଉ ସିଏ ତ ବ୍ରାହ୍ମଣ ମାନଙ୍କୁ ବି ଘୃଣା କରୁଥିଲେ ଆପଣ ମାନଙ୍କ ହିସାବରେ, ତ ରାଜେନ୍ଦ୍ର ନାଥ ପ୍ରସାଦ ବି ସେଠି ଥିଲେ, ବ୍ରାହ୍ମଣ ଝିଅକୁ ବି ବାହା ହେଇଥିଲେ ଆମ୍ବେଦକର। ଯଦି ଆପଣଙ୍କ ସେଇଟା ହିସାବରେ ତ ବହୁତ ଲୋକ ମାନୁଛନ୍ତି ଯେ ସେ ବ୍ରାହ୍ମଣଙ୍କୁ ଘୃଣା କରୁଥିଲେ ବୋଲିକି। ସେଇ ଜିନିଷ ହିଁ କୁହାଯାଏ ଯେ, ନାଇଁ ନାଇଁ, ସେଇ ଜିନିଷ କୁହାଯାଇନି, ଗୋଟେ କଥା ଶୁଣନ୍ତୁ, ଶୁଣନ୍ତୁ ମୋ ଦୃଷ୍ଟିକୋଣରୁ ବାବା ସାହେବ ସେ କହିଛନ୍ତି ଯେ ମୋ ଜନ୍ମ ଜୟନ୍ତୀ ପାଳନ କର ନାହିଁ, ମୁଁ ମୋ ଅଧୁରା କାମକୁ ପୁରା କର, କିନ୍ତୁ ବର୍ତ୍ତମାନ ସେ ଯୋଉଟା ମନା କରିଛନ୍ତି, ନା ସେ ନା ଯୋଉଟା ଚାହିଁନାହାନ୍ତି ଲୋକମାନେ, ସେଇଟା ଟପିକ ନୁହଁ, ସେଇଟା ଟପିକ ନୁହଁ, ଟପିକ ସେଇଟା ସେଇଟା ମୁଁ ଆପଣଙ୍କ ଯୋଉ ଦୃଷ୍ଟିକୁ ମୁସଲମାନଙ୍କ ନେଇପାରିବି ଟପିକଟା ଆପଣ କହିଲେ ଯେ ମୁସଲମାନଙ୍କ ସହାୟତାରେ କାହିଁକି ଆସିଲା, ତ ହଁ ମୁଁ ସେଇଟା ସେଇ ଉପରେ ଆଲୋଚନା କରନ୍ତୁ, ଆପଣଙ୍କ ମତଟା ତାରି ଉପରେ ଦିଅନ୍ତୁ। ହଁ। କୁହନ୍ତୁ, ତାରି ଉପରେ ଆପଣଙ୍କ ମତଟା ଦିଅନ୍ତୁ, ଯୋଉ ମୁସଲମାନଙ୍କ କଥା ଆପଣ କହିଲେ, ହଁ ତାପରେ ବାବା ସାହେବ ଆମ୍ବେଦକର ମିଛ କହିଛନ୍ତି ସେଠି। ସେ ଯଦି ସେ ମୁସଲମାନଙ୍କୁ କହୁଛନ୍ତି ଯେ ଦେଶଭକ୍ତ ନୁହନ୍ତି, ତାହେଲେ ସେ ନାଇଁ ମୁସଲମାନ ସହାୟତାରେ କେମିତି ଏଇ ସମ୍ବିଧାନ ସଭା କରିଥିଲେ? ମୁଁ ସେଇ କଥା ପଚାରୁଛି ଯେ ଯଦି ହଁ ସେଇ କଥା ଆପଣ କହୁଛନ୍ତି ସହାୟତାରେ କେମିତି କରିଥିଲେ, ହଁ ଏଇଟା ମୋ କୋର୍ଟ ନୁହଁ, ଆପଣଙ୍କ ଆମ୍ବେଦକରଙ୍କ କୋର୍ଟ, ତାହେଲେ ଆମ୍ବେଦକର ଏମିତି କେମିତି କଣ ମୁସଲମାନଙ୍କ ନାଁରେ କହିଲେ? ସେଇ କଥା ତ ମୋର ବି ସନ୍ଦେହ ହଉଛି। ତ ତା ମାନେ ଏଠି ଜଣା ପଡୁଛି କଣ, ଯେ ଆମ୍ବେଦକରଙ୍କ ପାଖରେ ବି ସେତିକି ପାୱାର ନଥିଲା ଯେ ଚାହିଁଥିଲେ ସେ ମୁସଲମାନଙ୍କୁ ଦେଶରୁ ବାହାର କରିପାରିଥାନ୍ତେ। କିଛି ନା କିଛି ପ୍ରେସର, ଯେମିତି କି ଗାନ୍ଧୀ ଥିଲେ, ଗାନ୍ଧୀ ତ ମୁସଲମାନଙ୍କର ସବୁଠୁ ବଡ ସପୋର୍ଟର ଥିଲେ, ନେହେରୁ ଥିଲେ। ଆମ୍ବେଦକରଙ୍କ ଆମେ ସମସ୍ତେ ଜାଣିଛନ୍ତି ଯେ ଆମ୍ବେଦକର ହଉଛନ୍ତି ଆଇନ ମନ୍ତ୍ରୀ ଥିଲେ, କିନ୍ତୁ ତାଙ୍କ ଉପରେ ଗାନ୍ଧୀ ଆଉ ନେହେରୁ ଥିଲେ, ଠିକ ନା ଭୁଲ? ତ ସମ୍ବିଧାନ ସଭାରେ ମେ ବି ହେଇପାରେ ଆମ୍ବେଦକର କି ନେହେରୁ କି ଆପଏଣ୍ଟ କରିଥିବେ ମୁସଲମାନଙ୍କୁ, ତାଙ୍କ ହିସାବରେ ହେଇଥିବେ, କିନ୍ତୁ ଆମ୍ବେଦକର ନିଜର ଭିଉ ଯୋଉ ମୁସଲମାନଙ୍କୁ ନେଇକି ଦେଇଛନ୍ତି, ତ ଏଇ ଦିଟାକୁ ଜଷ୍ଟିଫାଇଡ କରିହବ ନା। ଆମ୍ବେଦକର ନିଜ ମତ ଦେଇ ଦେଇଛନ୍ତି ମୁସଲମାନଙ୍କୁ ନେଇକି, କାରଣ ସେମାନଙ୍କର କାର୍ଯ୍ୟକଳାପ, ସେମାନଙ୍କର ହରକତ ଦେଖି ଆମ୍ବେଦକର କହିଥିବେ। ତ ଏଇଟା ଗୋଟେ ବଡ କଥା ହବନି, ଜଣେ ସମ୍ବିଧାନ ସଭାରେ ଆସିଲା, ସେଠି ସମସ୍ତେ ଥିଲେ, କେବଳ ମୁସଲମାନ ନଥିଲେ। 299 ସମଥିଙ୍ଗ 300 ପାଖାପାଖି ଲୋକ ଯୋଉ ସମ୍ବିଧାନ ସଭାରେ ଥିଲେ, ସେଥିରେ ତ ମୁଖ୍ୟ ଥିଲେ ବ୍ରାହ୍ମଣ, ଡାକ୍ତର ରାଜେନ୍ଦ୍ର ପ୍ରସାଦ, ସେ ତ ବ୍ରାହ୍ମଣ ଥିଲେ। ତ ସେଇ ହଉଛି କଥା ନା, ଯଦି ବ୍ରାହ୍ମଣ ମାନଙ୍କୁ ବିରୋଧ କରୁଛନ୍ତି, ତାପରେ ବି ବ୍ରାହ୍ମଣ ମାନଙ୍କ ସହିତ ଅଛନ୍ତି, ତା ମାନେ ସିଏ କିଛି ଜିନିଷ ପାଇଁ ଅଛନ୍ତି, କିନ୍ତୁ ସେ ନିଜର ଓପିନିଅନ ଦେଇଛନ୍ତି, ଯେମିତି ମୁସଲମାନଙ୍କୁ ନେଇ ଦେଇଛନ୍ତି। ତ ଆପଣ କହୁଛନ୍ତି ମୁସଲମାନ ହଉଛନ୍ତି ଦେଶଭକ୍ତ, କେମିତି ହବ? ଏଇଟା ଆମ୍ବେଦକର ମନା କରୁଛନ୍ତି, ଆପଣ ମାନୁଛନ୍ତି।
ତ ମୁଁ ଏଇଟା କହୁଛି ଆପଣ ଏଇ ପଢନ୍ତୁ ଆପଣଙ୍କର କିଛି ଆଚ୍ଛା ଲୋକ। ଠିକ ଅଛି ସେ କୋଉ ବହିରେ ସେଇଟା ଲେଖିଛନ୍ତି ସେଟା କୋଉ ଇଏ ବହିର ପାର୍ଟିସନ ଅଫ ଇଣ୍ଡିଆ ଆଣ୍ଡ ପାକିସ୍ତାନ। ଆଚ୍ଛା ସେଇଟା ବାବା ସାହେବ ଲେଖିଛନ୍ତି। ହଁ ବାବା ସାହେବ ଆପଣ ଦେଖୁନାହାନ୍ତି ଗୁଗଲ କରିକି ହଉ ପାର୍ଟିସନ ଅଫ ଠିକ ଇଣ୍ଡିଆ ଅଛି ହଉ ପାକିସ୍ତାନ ଠିକ କେମିତି ଅଛି ମୁଁ ଲେଖିଛନ୍ତି। ସେଇଟାକୁ ଦେଖିବି। ହଁ ଆଚ୍ଛା ଠିକ ଅଛି ଯୋଉ ବହି ରେଫର କଲେ ମୁଁ ସେଇଟା ପଢେ ପୁଣି ତଳେ ଆମେ କଥାବାର୍ତ୍ତା ହବା। ହଁ ନିହାତି କାହିଁକି ନା ନିହାତି ମୁଁ କିନ୍ତୁ ଶୁଣିଲି ବୋଲି ଆପଣଙ୍କଠୁ ସେଇଟା ମାନିଯିବି ସେଇଟା ତ ଆମର ନା। ନାଇଁ 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 ମୁଁ ଆପଣ ଶୁଣିଯିବା ମାନିଯିବା କଥା ମୁଁ କହୁନି। ହଁ ମୁଁ ଆପଣଙ୍କୁ କିଛିଟା ଜିନିଷରେ କାଉଣ୍ଟର କଲି ଯେ ଆପଣ କହିଲେ ବୌଦ୍ଧ ଧର୍ମ ହଉଛି କଣ ଆଗେ ସନାତନ ପୂର୍ବରୁ ହଁ ବୌଦ୍ଧ ଧାମରେ ସେ ଜିନିଷ ଲେଖା ହେଇଛି ଆପଣ ଯଦି କହିବେ ମୁଁ ଏବେ ହ୍ୱାଟ୍ସଆପ କରିଦେବି ଆପଣଙ୍କ ନମ୍ବରରେ। ହଁ ହଉ ଠିକ ଅଛି ମୁଁ ସେଇଟା ପଢେ ତାପରେ ପୁଣି ଆମେ କଥା ହବା ଏବେ ତ ନମ୍ବର ରହିଲା ମୋ ପାଖରେ। ହଁ ସେଭ୍ କରି ଆଚ୍ଛା କୋଉ ରଖନ୍ତୁ। କୋଉ ଡିଷ୍ଟ୍ରିକ୍ଟରୁ କହୁଥିଲେ ଆପଣ? ମୁଁ କେନ୍ଦ୍ରାପଡାରୁ କହୁଛି ମୋ ନାଁ ହଉଛି ସିଦ୍ଧାର୍ଥ ଆର୍ୟା। ଆଚ୍ଛା ଠିକ ଅଛି ହଁ ଆଉ ମୋର ହେଲା ମୋର ତ ଜାଣିଛନ୍ତି ମୁଁ ବି ହଉଛି ଯାଜପୁର। ଜଣେ ଏସସି ପିଲା ଆପଣଙ୍କ ସମ୍ବିଧାନ ହିସାବରେ ଏସସି ବଟ୍ ଆଇ ଡୋଣ୍ଟ ଥିଙ୍କ ଆଇ ଏମ୍ ଏସସି ମୁଁ ବୈଦିକ ମତ ହିସାବରେ ମୁଁ ଶୂଦ୍ର। ହଉ ଠିକ ଅଛି କିଛି ହଁ ଅସୁବିଧା ନାହିଁ। ହଉ ହଁ ହଉ ଠିକ ଅଛି ମୁଁ ଏଇ ନମ୍ବରଟାକୁ ସେଭ୍ କରି ଦଉଛି ଆପଣ ସେଇଟା ଯୋଉ ରେଫର ହଁ ଅଛି ସେଇଟା ଆଉ ପଠାନ୍ତୁ। ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ଯଦି ବି ସନାତନ ଉପରେ କେବେ ଚର୍ଚ୍ଚା କରିବେ ମୋ ସହିତ ମୋ ମତ ହଉଛି ଆର୍ୟ ସମାଜ ହେଲା ଯୋଉଟା ଆଚ୍ଛା ବୈଦିକ ମତ ମୁଁ 4 ବେଦ ରାମାୟଣ ମହାଭାରତ 11 ଉପନିଷେଦ 6 ଦର୍ଶନ ଶାସ୍ତ୍ରକୁ ମାନେ ହେଲା ହଁ ସେଥିରେ ନିରୁକ୍ତ ନିଘଣ୍ଟୁ ସେ ଅଲଗା ସବୁ ହେଲା ସେ ଓକେ ସବୁ ଓକେ ଅଛି ମୁଁ ସେଇଆକୁ ମାନେ ଆପଣ ପୌରାଣିକ ମତ କି ଶଙ୍କର ମତ ମତେ କହିବେନି କାରଣ ମୁଁ ବି ଆଚ୍ଛା ଅଲରେଡି ସେ ମତକୁ ସବୁ ବିରୋଧ କରେ କାରଣ ମୁଁ ମୋ ଓକେ ମତଟା ସ୍ପଷ୍ଟ କରିଦଉଛି ହଁ ହେଲା ହଁ ହଁ ହଉ ଠିକ ଆପଣ ଅଛି ସେଭ୍ କରି ରଖନ୍ତୁ ଟିକେ ହଁ ମୋର କାମ ପଡିଲା ମୁଁ ଟିକେ ଇଏ କରିକି ପୁଣି ସେଇଟା ରେଫର ଗୁଡା ପଠେଇ ଦେଇଥାନ୍ତୁ ମୁଁ ଦେଖେ ହଁ ମୁଁ ଆଉ ପଠେଇ ବି ଦଉଛି ଦେଖେ। ଆପଣଙ୍କୁ ଇଣ୍ଡିଆ ଆଣ୍ଡ ପାକିସ୍ତାନ ଯୋଉ ପାର୍ଟିସନ ଟା ସେଟା ମେ ବି ମୋ ପାଖରେ ନାହିଁ ହଁ ମୁଁ ଦେଖୁଛି ହଉ ଫିର ବି ଠିକ ଅଛି ମୁଁ ହଁ ଆପଣ ଆଉ ଟିକେ ଯଦି ବି ନ ଚେଷ୍ଟା କରନ୍ତୁ ଥାଇପାରେ ମୁଁ ମୋ ହୁଁ। ଆଡୁ କଲେକ୍ସନ କରିକି ହଁ ପଢିବି। ହଁ ମୁଁ ଆପଣଙ୍କୁ ଖାଲି ତୁ ରେଫର କରି ଦେଇଥିବ ଏଇଟା ବୋଲି। ହଁ ହଁ ମୁଁ ସେଇଟା ପଠେଇ ଦଉଛି ଯୋଉ 8 ଜଣ ଇଏ ଥିଲେ ବୋଲିକି ଓକେ ଓକେ ହଉ ତାହେଲେ ବର୍ତ୍ତମାନ ପାଇଁ ସେତିକି ପୁଣି ଦେଖା ହବ। ହଁ ହଁ ନିହାତି